गुड इवनिंग। नमस्कार समस्त को। कैमरा ऑन कर दियंतु समस्ते। देखु देखु 6 दिन कुआडे चलीगला। राइट। लगुच काली पढ़ना हमर स्टार्ट होला क्लास। हम्म। तो जेतोले कौन हुए ना गोटे बॉन्डिंग बनी जाए ना आमना सामना सेतोले जना पड़ेनी समय केते शीघ्र चली जाए। राइट। तेणु से बॉन्डिंग आम भितरे आज बनी जाइए जोटा कि बहुत खुशी दौची आपण मानकू जेतोले देखा होची जूम रे। ओके। तो बहुत किछि आमे या भितरे शिखिले। आगु को भी आहुरी बहुत किछि शिखिबार अछि। तो आहुरी आसी नाहंती 11 जन हेले आमे प्रथमे मेडिटेशन करिवा। बाकी आज जहाँ भी अछि मुद्दा जहाँ अछि माने आमे आजिरो क्लास रे कौन सब नुआ नुआ जिनिस जानी परिबा आगो ता ऊपर आज मोटामोटी ता ऊपर ही आज डिस्कशन हबो। राइट। आउ किछि क्वेश्चन आंसर भी डिस्कशन रहिबो। बाकी आपण मानकर ए जो 5 दिन सफर आज की मिसेले 6 दिन सफर ଏହା ଆପଣଙ୍କ ସହିତ ବି କେମିତି ହେଇଛି ମତେ ଆପଣଙ୍କୁ ଆଜି କହିବାର ଅଛି। ମୁଁ ବି ଜାଣିବାର ଅଛି ଯେ ଆପଣ ନଲେଜ ନଥିଲା ବର୍ତ୍ତମାନ ନଲେଜ ଆପଣଙ୍କୁ ମିଳିଲା। ମିଳିଲା ପରେ ଆପଣ କଣ ନିଜକୁ ଅନୁଭବ କରିପାରୁଛନ୍ତି ମେଡିଟେସନ ମାଧ୍ୟମରେ ଯୋଉ ମେଡିଟେସନ ମୁଁ ଆପଣଙ୍କୁ ଡେଲି କରଉଛି ସେଇଥିରେ ଆପଣଙ୍କୁ କଣ ଆପଣଙ୍କୁ କିଛି ଆପଣଙ୍କ ଜୀବନରେ କିଛି ଭ୍ୟାଲୁ ଆଡ ହେଲା ବେଳେ ଆପଣ ଅନୁଭବ କରିପାରୁଛନ୍ତି କି ନାହିଁ ମତେ ଟିକେ ତା ଉପରେ ଜଣେଇବେ। ତାମାନେ ଆପଣ ଯଦି ଜଣେଇଲେ ମୁଁ ଜାଣିବି ଆଉ ଚେଷ୍ଟା କରିବି ଯୋଉଠି ୱିକନେସ୍ ରହୁଛି ମୋ ପାଠ୍ୟକ୍ରମରେ ମୁଁ ତାକୁ ଇମ୍ପ୍ରୁଭମେଣ୍ଟ କରିବା ପାଇଁ। କାହିଁକି ନା ମୋ ପାଖରେ ବହୁତ କିଛି ଅଛି। ରାଇଟ। ମୁଁ ତାକୁ କଷ୍ଟମାଇଜ କରିକି ଆପଣଙ୍କ ପାଖରେ ପହଞ୍ଚେଇବା ପାଇଁ ଚେଷ୍ଟା କରୁଛି ଯେମିତି କି ଅତି ଇଜିଲି ଆପଣ କ୍ୟାଚ୍ କରିପାରିବେ। ରାଇଟ। ତା ଭିତରେ ବି ମୁଁ ସିନା ଭାବୁଛି ଯେ ମୁଁ ବହୁତ କଷ୍ଟମାଇଜ କରିକି ବହୁତ ସୁନ୍ଦର ଭାବରେ ପ୍ରିପେୟାର କରୁଛି ତାପରେ ବି କିଛି ନା କିଛି ଲାକୁନା ରହୁଥିବ ସେଟା କିଏ କହିପାରିବ ସାମ୍ନା ଲୋକ କହିପାରିବେ। ତେଣୁକରି ମୁଁ ଆପଣ ମାନଙ୍କୁ ଏହା ବି ରିକ୍ୱେଷ୍ଟ ରଖିବି ଯଦି ଆପଣ ଏଇ ୟା ଭିତରେ କିଛି ବି ଲାକୁନା ମାନେ କମି ମେହସୁସ କରୁଛନ୍ତି ତାହେଲେ ବି ମତେ ଆପଣ ଜଣାନ୍ତୁ। ଏଇଟା ମୋର ରିକ୍ୱେଷ୍ଟ ରହିବ କାହିଁକି ନା ଦୀପକୁ ଜଣା ନାହିଁ ଯେ ତା ତଳ ଅନ୍ଧାର। ରାଇଟ। ତେଣୁକରି ମୁଁ ସିନା ଆପଣ ମାନଙ୍କ ପାଇଁ ଚେଷ୍ଟା କରୁଛି ଗୋଟେ ବେଷ୍ଟ ଲେଭେଲରେ ବେଷ୍ଟ ଭର୍ସନ କରିବା ପାଇଁ ବଟ୍ କୋଉଠି ନା କୋଉଠି ମୁଁ କିଛି ଜିନିଷ ଦେଖିବି ପାରୁନି ଯୋଉଟା କି ଆପଣ ମାନେ ଦେଖିପାରିବେ ଆଉ ସେ ଜିନିଷଟା ସେ ଦାୟିତ୍ୱ ରହିବ ଆପଣଙ୍କର। ଆପଣ ସେ ଜିନିଷଟା ମତେ ଯଦି ୱାନ କହିବେ ମୁଁ ସେଥିରେ ଖୁସି ହେବି। ରାଇଟ। ଆଉ ମୁଁ ଚେଷ୍ଟା କରିବି ତାକୁ ଇମ୍ପ୍ରୁଭମେଣ୍ଟ କରିବା ପାଇଁ। ଆଉ ସବୁଠୁ ଭଲ ଖବର ହେଲା ମୋର ଆପଣ ଗୁଗଲରେ ସର୍ଚ୍ଚ କରିଦେଇ ପାରିବେ କୋଚ୍ ଭେଙ୍କଟେଶ ର ଗୋଟେ ଆପ୍ ପ୍ଲେ ଷ୍ଟୋରରେ ଆପଣଙ୍କୁ ମିଳିଯିବ। ରାଇଟ। ସମସ୍ତଙ୍କୁ ମୁଁ ସେଇ ଆପ୍ ପ୍ରୋଭାଇଡ କରିବି ଆଉ ସମସ୍ତଙ୍କର ୟୁଜର ଆଇଡି ପାସୱାର୍ଡ ପ୍ରୋଭାଇଡ କରିବି। ମେ ବି ଆଉ ଟିକେ ଟାଇମ ଲାଗିପାରେ ଅଲମୋଷ୍ଟ ସରିଲାଣି। ତ ସେଥିରେ କଣ ସୁବିଧା ହବ ଆପଣ ଯାହାବି ସବୁ ଯୋଉ କ୍ଲାସ ଗୁଡାକ ସେଥିରେ ରହିବ ତା ସହିତ ସେଥିରେ ଆପଣଙ୍କର ପ୍ରତିଛବି ମେଡିଟେସନ ରହିବ। ରାଇଟ। ତ ସେ ମେଡିଟେସନ ଆପଣ ଆପଣଙ୍କର ୟୁଜର ଆଇଡି ପାସୱାର୍ଡ ନିଜ ମୋବାଇଲରେ ପକେଇଲେ ହିଁ ସେ ଖୋଲିବ ଅନ୍ୟ କାହା ମୋବାଇଲରେ ଖୋଲିବନି। ରାଇଟ। ତ ତାକୁ ଆପଣ ଯେତେବେଳେ ଚାହିଁବେ ମେଡିଟେସନ କୁ ବ୍ୟବହାର କରି ତା ସହିତ ଆପଣଙ୍କର ଗାର୍ଜିଆନ ଏଞ୍ଜେଲ ର ବି ମେଡିଟେସନ ଆପଣ ମାନଙ୍କୁ ମିଳିଯିବ। ରାଇଟ। ସେଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁନି। ସେ ଆପ୍ ଆପଣଙ୍କର ନିଜର ଆପ୍ ହେଇଗଲା। ରାଇଟ। ମୋବାଇଲରେ ଯେମିତି ଲର୍ଡସ ଅଫ୍ ଆପ୍ ମୋବାଇଲରେ ଷ୍ଟୋର ଇନଷ୍ଟଲ କରୁଛନ୍ତି ସେମିତି ଆଜିଠୁ ଆପଣ କିଛି ଦିନ ପରଠୁ କୋଚ୍ ଭେଙ୍କଟେଶଙ୍କର ଆପ୍ ଆପଣ ମୋବାଇଲରେ ଦେଖିବେ ସବୁବେଳେ। ରାଇଟ। ଅଲମୋଷ୍ଟ ସରିଗଲାଣି। ହୁଁ। ଆଉ ଅଳ୍ପ କିଛି ଅଛି ବୋଧେ ତାର ଟ୍ରେନିଂ ସେସନ ଚାଲିଛି। ରାଇଟ। ସେଥିରେ ସବୁ ଜିନିଷ ପାଇବେ ସବୁ ଜିନିଷ ତା ଭିତରେ ରହିବ। ଆଉ ଯାହାବି ଆଗକୁ ଆମର କ୍ଲାସ ବି ହବ ଜୁମ କ୍ଲାसेस ଗୁଡା ତା ମାଧ୍ୟମରେ ହିଁ ସବୁ ହବ ସେଗୁଡା ମୁଁ ଆଗକୁ ଆପଣ ମାନଙ୍କ ସହିତ ସେୟାର କରିବି ଯାହାଦ୍ୱାରା କି କୋଉଠି କନଫ୍ୟୁଜନ ରହିବନି। ହୁଁ। 12 ଜଣ ଆସିଲେ ଆହୁରି ରହିଲେ। ଓକେ। ମନିକାନ୍ତ ଆଉ କିଏ ରହିଲେ? ଓକେ। ହୁଁ। ଓକେ। କୁହନ୍ତୁ ରଘୁନାଥ ସାର୍ ଆପଣଙ୍କଠୁ ଟିକେ ଆରମ୍ଭ କରିବା କଥାବାର୍ତ୍ତା ହେବା ତାପରେ ଆଗକୁ ଯିବା ମେଡିଟେସନ କରିବା। ସାର୍ ନମସ୍କାର ନମସ୍କାର ସାର୍। ନମସ୍କାର। ସାର୍। ସାର୍ ସାର୍ ଆଉ ଏଇଟା ତ ବହୁତ ଏକ୍ସିଲେଣ୍ଟ କୋର୍ସ। ଆମେ ମାନେ
ଗୋଟେ ଜିନିଷ ଆମେ ଜାଣିପାରୁନଥିଲୁ, ଯୋଉ ଜିନିଷଟା ଏବେ ସବୁ ଜାଣୁଛୁ। ପ୍ରଥମେ ମାନେ ଗୋଟେ ମୋ କଥା କହିବି ଯେ ଆମେ ମାନେ ପ୍ରକୃତରେ ଆମେ କାହାକୁ ଆମେ ଡାକି ପାରୁନଥିଲୁ ଗୋଟେ ଜିନିଷ। ଏଇ ଆପଣ ଯୋଉ କହିଲା ପରେ ଆମେ ସେଟାକୁ ଉପଲବ୍ଧ କଲୁ ଯେ ଡାକିଲେ ହିଁ ଆକ୍ଚୁଆଲି ସମସ୍ତେ ଶୁଣିବେ, ନ ଡାକିଲେ କେହି ଶୁଣିବେନି। ସେଇ ଜିନିଷଟା ଆମେ ପୁରା ଭୁଲ କରୁଥିଲୁ, 100% ଭୁଲ କରୁଥିଲୁ। ଯେ ଆଚ୍ଛା। ଆମେ କାହାକୁ ଡାକୁନଥିଲୁ, ମନ ଭିତରେ ଭାବୁଥିଲୁ ଯେ ଆମର ସବୁ ହେଇଯିବ, କେମିତି ହବ, ପ୍ରଶ୍ନ ପ୍ରଶ୍ନ ଉଠୁନି। ସେଇ ଜିନିଷଟା ମାନେ ଏବେ ଧରା ପଡୁଛି। ସାର୍, ଆଉ କଣ କୁହନ୍ତୁ? ଆଉ ସାର୍ ମାନେ ଏଇ ଯୋଉ ଚ୍ୟାନେଲରେ ଆମେ ବର୍ତ୍ତମାନ ଜାଣିଲୁ ଯେ ମାନେ ସବୁର ଯୋଉ ଗୋଟେ ପ୍ରୋସିଡିଓର ଅଛି, ସେ ପ୍ରୋସିଡିଓର ଟା ଏଥିରେ ଜଣା ପଡିଲା ଯେ କଣ କଣ ସବୁ ପ୍ରୋସିଡିଓର ଅଛି, କୋଉ କୋଉ ପ୍ରୋସିଡିଓରରେ ଗଲେ ଠିକ ବାଟରେ ଯିବା, ଠିକ ବାଟରେ ସେଟାକୁ କ୍ୟାଚ୍ କରି ନେବା, ଆଉ ଏବଂ ଆମେ ଠିକ ବାଟରେ ଗଲେ ବି ଠିକ ସାହାଯ୍ୟ ଟି ପାଇବା। ୟେସ୍ ଆଜ୍ଞା ସାର୍, ମେଡିଟେସନ ର ମତେ ରିଭ୍ୟୁ ଦରକାର। ଯୋଉ ମେଡିଟେସନ ପ୍ରତିଛବି ମେଡିଟେସନ କରୁଛନ୍ତି ଆଉ ଆଜ୍ଞା। ଆଗରୁ ବି ଯେତିକି ମେଡିଟେସନ ଆପଣ କରୁଥିଲେ, ହୁଁ। କଣ ଫରକ ୟା ତା ଭିତରେ ଆପଣ ଅନୁଭବ କରୁଛନ୍ତି ମତେ ଟିକେ କୁହନ୍ତୁ। ନାଇଁ, ମେଡିଟେସନ ତ ଆକ୍ଚୁଆଲି ଆମର ମେଡିଟେସନ ଟା ତ ନିହାତି ଯୋଗ ଇଏ ପାଇଁ ଦରକାର, ଆମର ବଡି ପାଇଁ, ଆମର ଯୋଉ ମାଇଣ୍ଡ ପାଇଁ। ଆକ୍ଚୁଆଲି ବଡି ପାଇଁ ତ ନୁହେଁ, ମାଇଣ୍ଡ ପାଇଁ ମେଡିଟେସନ ଟା ନିହାତି ଦରକାର। ଆଉ ମୁଁ କହିବାରେ ଏଇ ଯୋଉ ଆମର ଏଇ ଆମର ଯୋଉ ପ୍ରତି ଛବି ମେଡିଟେସନ ଟା ଯୋଉ ହେଲା, କି ଧର ସପୋଜ ଆମର ସୋଲ ମେଡିଟେସନ ହେଲା, ଏଇ ସବୁ ବର୍ତ୍ତମାନ ଆମେ ଆପଣଙ୍କ ପାଖରେ ଯୋଉଟା କଲୁ, ମାନେ ସେଟା ପ୍ରକୃତରେ ବହୁତ ରିଅଲିଟି ରହିଲା। ସେଇ ଯୋଉ ଜିନିଷଟା ମାନେ ଆମର ଭିଜୁଆଲାଇଜେସନ ବି ହେଇଯାଉଛି ତା ଭିତରେ, ମାନେ ଆମର ଯୋଉ ଇଏଟା ହେଇଯାଉଛି, ଭିଜୁଆଲାଇଜେସନ ହେଇଯାଉଛି ତା ଭିତରେ, ମାନେ ଆମର ଫିଲିଙ୍ଗସ ଟା ବି ଚାଲି ଆସୁଛି। ଫିଲିଙ୍ଗସ ଟା ଆସିଲେ ହିଁ ଆଚିଭମେଣ୍ଟ ଟା ଠିକ ରହିବ। ରାଇଟ ରାଇଟ। ଆଜ୍ଞା। ଦେଖନ୍ତୁ, ଚକ୍ର ଉପରେ କାହାର ନଲେଜ ଥିଲା ଆଗରୁ? ମତେ ଯାହା ଜଣା ପଡୁଛି ବିଜୟ କୁମାର ମୁଦଲିକି ଜଣା ଥିଲା, ଆଉ କାହାକୁ ଥିଲା ଜଣା ଚକ୍ର ଉପରେ? ହ୍ୟାଣ୍ଡ ରାଇଜ କରନ୍ତୁ, ମୁଁ ଜାଣିବା ପାଇଁ ଚାହିଁବି ଚକ୍ର ଉପରେ କାହାର ନଲେଜ ଥିଲା। ରାଜଗୋପାଲ, ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର। ନମସ୍କାର, କୁହନ୍ତୁ। ଚକ୍ର ଉପରେ କଣ କେମିତି ଆପଣ ନଲେଜ ନେଇଥିଲେ, କୋଉଠୁ ନେଇଥିଲେ? ମୁଁ ନେଇଥିଲି ସାର୍ ଆମର ଯୋଉ ମେଡିଟେସନ ୟୋଗା ପ୍ରାଣାୟାମ ମେଡିଟେସନ ପ୍ରୋଗ୍ରାମ ହୁଏ, ରବି ଶରଙ୍କରଙ୍କ ଦ ଆର୍ଟ ଅଫ ଲିଭିଂ ର, ସେଇଥିରେ ମୁଁ ବହୁତ ଗୁଡେ କୋର୍ସ କରିଛି ତାଙ୍କର। ହଁ, ଆଚ୍ଛା। ହୁଁ ହୁଁ। ପାଖାପାଖି ପାଖାପାଖି ମାନେ ବହୁତ ଗୁଡା କୋର୍ସ କରିଛି, ତାଙ୍କର ତ ମେଞ୍ଚେ କୋର୍ସ ଅଛି। ସେ ଭିତରୁ ମୁଁ 8-10ଟା କୋର୍ସ ପ୍ରାୟ ଆଟେଣ୍ଡ କରିଛି, କରିଛନ୍ତି। ଲଗଭଗ ଆଚ୍ଛା। ହଁ ସବୁ ଗୁଡା ହିଁ ଆଟେଣ୍ଡ କରିଛି। ରିପିଟ ଫାର୍ଷ୍ଟ ସେକେଣ୍ଡ ଟା ରିପିଟ ବି କରିଛି। କଣ ପାଇଁ ଫାର୍ଷ୍ଟ ଆଉ ସେକେଣ୍ଡରେ ବହୁତ ମାନେ ଜିନିଷ ଅଛି ଯୋଉଗୁଡା କି ମାନେ ରହିଛି ତା ଭିତରେ, ସେଇଥିରେ ହିଁ ଏଇଗୁଡା କରିଥିଲି। ନାଇଁ ଠିକ ଅଛି, ବଟ୍ ସେଥିରେ ହିଲିଂ ପାର୍ଟ ଟା ନଥିବ। ଆଜ୍ଞା ଆଜ୍ଞା। ଚକ୍ର ଉପରେ ନଲେଜ ମିଳିଯିବ, ତ ଚକ୍ର ଉପରେ ନଲେଜ ପାଇବା ପାଇଁ ଆପଣ ଗୁଗଲରେ ସର୍ଚ୍ଚ ମାରିଦେଲେ ବି ବାହାରିଯିବ, ହିନ୍ଦୀରେ ବାହାରିଯିବ, ଇଂଲିଶରେ ବାହାରିଯିବ। ବଟ୍ ଆଜ୍ଞା ହିଲିଂ ପାର୍ଟ ଟା ରବିଶଙ୍କର ଶର୍ମାଙ୍କର ନାହିଁ, ରାଇଟ? ଏଟା ଆଜ୍ଞା। ହିଲିଂ ପାର୍ଟ ଟା ଜାଣିବା ବି ଦରକାର, କାହିଁକି ନା ଚକ୍ର ତ ଜାଣିଦେବେ କିନ୍ତୁ ଚକ୍ରକୁ ଆମକୁ କଣ୍ଟ୍ରୋଲ ବି କରିବା ଦରକାର ହିଲିଂ ମାଧ୍ୟମରେ। ହୁଁ ହୁଁ। କାହିଁକିନା ଚକ୍ର ଯୋଉ ପର୍ଯ୍ୟନ୍ତ କଣ୍ଟ୍ରୋଲ ଆପଣ କରିନାହାନ୍ତି, ସେ ପର୍ଯ୍ୟନ୍ତ ଆପଣ ସେ ମନି ଆଫର୍ମେସନ କରନ୍ତୁ, କି ଆପଣ ସ୍ପିରିଚୁଆଲ ଆଫର୍ମେସନ କରନ୍ତୁ, କି ହେଲ୍ଥ ଆଫର୍ମେସନ କରନ୍ତୁ, ଯାହା ବି ଆଫର୍ମେସନ କରନ୍ତୁ, କିଛି ଫରକ ପଡିବନି ଯୋଉ ପର୍ଯ୍ୟନ୍ତ ଆମର ଇନର ସର୍କଲ ଯୋଉ ପର୍ଯ୍ୟନ୍ତ ଆମର ସଫା ନାହିଁ, ସେ ପର୍ଯ୍ୟନ୍ତ ଆମେ ମନକୁ ଯାହା ଦେଲେ ବି ସେ ମନରେ ଏ କାନରେ ପଶିବ ସେ କାନରେ ବାହାରିବ, ସେ କୌଣସି ପ୍ରକାର ବଡିକୁ ହିଲ୍ କରିପାରିବନି। ପ୍ରଥମେ ଆମ ନିଜର ଶରୀରର ଔରାକୁ ପ୍ରଥମେ କ୍ଲିନ କରିବାର ଅଛି। କ୍ଲିନ କଲେ ହିଁ ଯାହା ଆମେ ଭିଜୁଆଲାଇଜେସନ ଆଫର୍ମେସନ ଯାହା ବି ମେଡିଟେସନ କରୁଛେ, ସେ ଅବଜର୍ଭ କରିବ, ସେଟା ଗ୍ରହଣ କରିବ ସେ। ଅଦରୱାଇଜ ଆମେ ଆଜିକା ଡେଟରେ ବହୁତ ଗୁରୁ ଅଛନ୍ତି, ଅ ବହୁତ ଭଲ ଗୁରୁ ବି ଅଛନ୍ତି, ସେମାନେ ଡିପଲି ଶିଖଉଛନ୍ତି, ବଟ୍ ପଇସା ପାଇଁ ସମସ୍ତେ ଆଜିକା ଡେଟରେ ସବୁ ଜିନିଷ କିଛି ନା କିଛି କରିକି ବସି ପଡୁଛନ୍ତି, କିନ୍ତୁ ସେଥିରେ କିଛି ଲାଭ ନାହିଁ।
ଲୋକଙ୍କୁ ଶାନ୍ତି ଦରକାର, କିନ୍ତୁ ଠିକ ଅଛି ଶାନ୍ତି ଦରକାର। ଏଇ ବ୍ୟକ୍ତିଟି ବହୁତ ଦିନ ହେଲା ଲୋକଙ୍କୁ ପାଠ ପଢଉଛି, ବୋଧେ ଏଠି ଶାନ୍ତି ମିଳିବ ବୋଲି ପଇସା ଦେଇକି ପଳଉଛି। କିନ୍ତୁ ସେଠି ଅଲ୍ଟିମେଟଲି ପଇସା ଯାଉଛି, କିନ୍ତୁ ଯେତିକି ଦିନ ଭିଜୁଆଲାଇଜେସନ କରାହଉଛି କି ଆଫର୍ମେସନ କରାହଉଛି ସେତିକି ଦିନ ଠିକ, ସେ ବନ୍ଦ ହେଲେ ସବୁ ବନ୍ଦ। ତେଣୁକୁ ପ୍ରଥମେ ଆମର ଯଦି ଆମେ ଚକ୍ରା ହିଲିଂ ଆଉ ଚକ୍ରାକୁ ଆମେ ବାଲାନ୍ସ କରି ଶିଖି ନେବା, ସେତେବେଳେ ସବୁ ଆମର ସରାଉଣ୍ଡିଂ ରେ ସବୁ ଲୋକ ଆମକୁ ଭଲ ଦେଖାଯିବ। ମାନେ ମୁଁ ଏମିତି ବି କହିବି, ଯଦି ଆପଣଙ୍କର ଅରା ଠିକ ଅଛି, ଆପଣଙ୍କ ସହିତ ଖରାପ ଲୋକ ଆସିବା ପାଇଁ ବି ଡରିବ, ଇନଡାଇରେକ୍ଟଲି ଆସିବେନି, ଆପଣଙ୍କ ସହିତ କିଛି ଖରାପ ବି ହବନି। ଏଇଟା ପୁରା ରିଆଲିଟି। ଯେତେବେଳେ ଆମର ଭିତରର ଇନର ସର୍କଲ ଯଦି ପୁରା ଖରାପ ଥିବ, ଆମର ଅରା ସହିତ ନା, ଆମ ଅରାଟା ଯେମିତି, ଆମ ସହିତ ସେମିତିଆ ଲୋକ ଆସି କନେକ୍ଟ ରହିବେ। ଆଉ ଅନନେସେସରି ଆମ ଭିତରେ ଅନନେସେସରି ପ୍ରୋବ୍ଲେମ ଗୁଡାକ ସବୁବେଳେ ଜୀବନରେ ଆସୁଛି। ତେଣୁ ଯେତେବେଳେ ଆମେ ଆମର ଓରାକୁ ଆମେ ସଫା କରିଦେଇ ପାରିବା, ସେତେବେଳେ ଆମ ଓରାକୁ ମ୍ୟାଚ୍ କଲା ଭଳିଆ ଲୋକ ହିଁ ଆସିବ। ତାଠୁ ଖରାପ ଲୋକ ନା ଆମଠୁ ଦୂରେଇବ, ସେ ଆସିପାରିବନି। କୌଣସି ନା କୌଣସି ତାକୁ ବାଧା ସୃଷ୍ଟି କରିବ, ସେ ଆସିପାରିବନି। ଆମେ ତ ଜାଣିପାରୁନେ ଯେ ବାଧା କେମିତି ସୃଷ୍ଟି କରିବ। କାହିଁକିନା ଯେତେବେଳେ କରେଣ୍ଟଟା ଯାଉଛି ୱାୟାରରେ, ଆମେ ଦେଖୁଛେ କି ଦେଖୁନେ, କିନ୍ତୁ ହାତ ମାରିଲେ କରେଣ୍ଟଟା ମାରୁଛି। ସେମିତି ଆମ ଓରା ସହିତ ଯେତେବେଳେ ଆମ ଓରା କ୍ଲିନ୍ ଥିବ, ତାହେଲେ ଆମ ଓରା ରିଲେଟେଡ୍ ଲୋକ ହିଁ ଆମ ସହିତ କନେକ୍ଟ ହେବେ। ଆମେ ଯେମିତିକା ଆମର ଭଳିଆ ସେ ଲୋକ ହିଁ ଆମ ସହିତ କନେକ୍ଟ ହେବେ। ଅଦର ଲୋକ ଗୁଡା ନା, ସେ ଚାହିଁଲେ ବି ଆମ ପାଖକୁ ଆସିପାରିବେ। ତ ଇଏ ହେଲା ପାଠ। ଠିକ ଅଛି, ବହୁତ ଆଗରୁ ଜାଣିଥିଲେ। ଏବେ ଆହୁରି ବହୁତ କିଛି ଅଛି। ମୁଁ ଏବେ ଯାହାବି କାଲି ଚକ୍ରା ବିଷୟରେ କହିଲି, ଖାଲି ଆପଣଙ୍କର ସେଠି ଡିମେରିଟ ଟା କହିଲି। ରାଇଟ୍, ଆଜ୍ଞା। ଆମର ଗୋଟେ ଗୋଟେ ଚକ୍ରା କୋଉ ଆମ ଶରୀରର କୋଉ କୋଉ ପାର୍ଟ କୁ କଣ୍ଟ୍ରୋଲ କରନ୍ତି। ହଁ କୋଉ ହଁ ପାର୍ଟ ହଁ। ଠିକ କଲେ ଆମର ଚକ୍ରା ବି ଠିକ ରହିବ, ତାହାର ବି ଆହୁରି ଡିଟେଲ ପାଠ ଅଛି। ରାଇଟ୍। ନାଇଁ ସେଠି ଗୋଟେ ପୁରା ସାରା ଦିନର କୋର୍ସ ଥିଲା। ଆଉ ଏମିତି 4 ଦିନ 5 ଦିନ 6 ଦିନର ବି ପ୍ରୋଗ୍ରାମ ହୁଏ। ଆଉ ପୁରା ଦିନ ସାରା ସେଠିକି ରହିକି କରିବା ପାଇଁ ପଡେ। ପୁରା ୟୋଗା କରନ୍ତି, ପ୍ରାଣାୟାମ କରନ୍ତି, ମେଡିଟେସନ କରନ୍ତି। ହୁଁ ଏମିତି ହୁଁ। ତା ମାଧ୍ୟମରେ କେମିତି ଆମେ ଇଏ କରିବା, ଇମ୍ପ୍ରୁଭ କରିବା, ବହୁତ ଇଏ କରାନ୍ତି। ତାର ଠିକ ଠିକ। ଆପଣଙ୍କ ତ ହେଲିଂ ଇଏ କରିକିରି ଭଲ ତାର ବହୁତ ବଢିଆ। ଆପଣଙ୍କର ଲାଇଫ ବି ତାର ବହୁତ ଭଲ ଲାଗିଲା। ହୁଁ। ହଁ, ଘରେ ବସିକି କରିପାରୁଛୁ ସେଇଟା ବଡ ଜିନିଷ। ନିଜ କୁଆଡେ ଯିବାକୁ ମାନେ ପଡୁନି, ଘରେ ବସିଲେ ପୁରା ଟାଇମ ଦେଲେ, ଫ୍ୟାମିଲିକୁ ଟାଇମ ଦେଲେ, ସେ ନୂଆ ଜିନିଷ ବି ଶିଖିଲେ ବହୁତ ସୁନ୍ଦର ଭାବରେ। ତାପରେ ହୁଁ। ଏଇଟା ଗୋଟେ ନୂଆ ଜିନିଷ। ଆମେ ଆକ୍ଚୁଆଲି ଗପରେ ଶୁଣୁଥିଲୁ, ମାନେ ପରୀଙ୍କ କଥା। ଆଉ ଆକ୍ଚୁଆଲି ଆମ ଲାଇଫରେ ସେମାନେ ବି ଅଛନ୍ତି। ଏ କଥା କେବେ ବି ମାନେ ମାଇଣ୍ଡ କୁ ବି ଆସି ନଥିଲା। ଆଉ ବହୁତ ବଢିଆ ଲାଗୁଛି, ବହୁତ ଖୁସି ଲାଗୁଛି। ଆକ୍ଚୁଆଲି ଆମ ପାଇଁ କିଏ ନା କିଏ ଅଛନ୍ତି। ଆଉ ଆମକୁ ସବୁବେଳେ ହେଲ୍ପ କରିବା ପାଇଁ ଆମେ ହେଲ୍ପ ମାଗିବା ଦରକାର। କୁହନ୍ତି ମାନେ ଛୁଆ ନ କାନ୍ଦିଲେ ବାପା ମା କେମିତି ମାନେ ଦେବେ, ଖାଇବା ଦେବେ। ତ ଆକ୍ଚୁଆଲି ଆମେ ଯଦି ନ ମାଗିବା, ତାହେଲେ ସେ କେମିତି ଦେବେ। ଆଉ ଯୋଉ ପର୍ଯ୍ୟନ୍ତ ଆମେ ଇଚ୍ଛା କରିନଥିବା, ୟୁନିଭର୍ସ ଆମ ପାଖକୁ ସେ କୌଣସି ପ୍ରକାର ଦେବାର ନାହିଁ। ଆମେ ମାଗି ପାରୁନେ, ପ୍ରୋବ୍ଲେମ ହଉଛି ଦେଖନ୍ତୁ, ୟୁନିଭର୍ସ ହେଲେ ଆମ ବାପା ମାଙ୍କ ଭଳିଆ। ପ୍ରୋବ୍ଲେମ ହଉଛି ଆମେ ତାଙ୍କୁ ଏକରେ ଚିହ୍ନି ପାରୁନେ। ରାଇଟ୍। ଯଦି କିଏ ଗାଇଡ ବି କରୁଛି, ଆପଣ ଆପଣଙ୍କର ଜୀବନରେ ଯାହା ଦରକାର ମାଗନ୍ତୁ, ସେଟାକୁ ନା ଅତି ଅତି ଲାଇଟ ରେ ନଉଛନ୍ତି। ରାଇଟ୍। କାହିଁକି ନା ସେ କାହାକୁ ଦେଖି ପାରୁନାହାନ୍ତି, ସେଥିପାଇଁ ତାଙ୍କୁ ମାଗିବା ପାଇଁ ବି ଖରାପ ଲାଗୁଛି। ତେଣୁ ଆପଣ ମାଗିକି ଦେଖନ୍ତୁ ୟୁନିଭର୍ସକୁ, ସେ ନିଶ୍ଚୟ ଦେବେ। କିନ୍ତୁ ସେ ସମୟ ପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ। ଏମିତି ନାହିଁ ଯେ ଆପଣ ମାଗୁ ମାଗୁ ଦେଇଦେବେ। ରାଇଟ୍। ତ ଲୋକଙ୍କ ପ୍ରୋବ୍ଲେମ ହଉଛି ମାଗି ପାରୁନାହାନ୍ତି, କହି ପାରୁନାହାନ୍ତି। ରାଇଟ୍। ଖାଲି ସେ ଫିଜିକାଲ ଲୋକକୁ ଦେଖିଲେ ହିଁ ସିନା କହିପାରିବେ, ମାଗିପାରିବେ। ଅଦରୱାଇଜ ସେ ଫିଲିଙ୍ଗ ର ସହିତ କାହାକୁ ମାଗି ପାରୁନାହାନ୍ତି, କହିପାରୁନାହାନ୍ତି। ଆଉ ସେଇଥିରେ ହିଁ ପାୱାର ଅଛି। ସବୁଠୁ ବଡ ଜିନିଷ ସାର୍, ଯେତେବେଳେ ମଣିଷ ଅସୁବିଧାରେ ପଡେ ସେତେବେଳେ ହିଁ ଭଗବାନଙ୍କୁ ମନେ ପକାଇ ଡାକେ, କୁହେ ନିଜ ଅସୁବିଧା। କିନ୍ତୁ ଯେତେବେଳେ ମଣିଷ ଭଲ ଥାଏ, ସେତେବେଳେ କେବେ କେହି କାହାକୁ ମନେ ପକେଇ ନାହାନ୍ତି କି ଡାକି ନାହାନ୍ତି। ତ ରାଇଟ୍ ଏଇଟା ଗୋଟେ ରାଇଟ୍। ରେଗୁଲାର ଆପଣଙ୍କ ପାଖରୁ ଜାଣିଲି ଯେ ଅଭ୍ୟାସ, ଏଇଟା ଗୋଟେ ମାନେ କଣ୍ଟିନ୍ୟୁ ଡେ ବାଇ ଡେ କଣ୍ଟିନ୍ୟୁ କଲେ, ଆଉ ଆମର ମାନେ ସେଇଟା ହେବିଟ ବି ହେଇଯିବ, ଆମ ପାଇଁ ବି ଭଲ ହବ। ଆପଣଙ୍କୁ ରିକ୍ୱେଷ୍ଟ କରୁଛି, କାଲି ସାର୍ ଯୋଉ କଥା ମନ ଭିତରେ ଥିଲା ଆପଣ ବି କହିଲେ, ଗୋଟେ ପ୍ରୋଗ୍ରାମ କରୁଛନ୍ତି ଡେଲି। ଆଉ ଡେଫିନେଟଲି ମୁଁ ଆପଣଙ୍କ ସହିତ ଥରେ ଯୋଡି ହେବି, ଡେଲି ମେଡିଟେସନ କରିବି, ପ୍ରାଣାୟାମ କରିବି। ମାନେ ଆପଣଙ୍କ ପାଖରୁ ସେ ବ୍ଲେସିଂ ନେବି।
ଠିକ ଅଲରେଡି ଅଛି। ଝିଅ ଆସି ପଚାରି ସାରିଲାଣି ଯେ ବାପା କେତେବେଳେ ହବ। ମୁଁ କହିଲି ଠିକ ଅଛି ତୁ ପାଠ ପଢ ମୁଁ ତତେ ଡାକିବି। ରାଇଟ ରାଇଟ। ଆପଣ ଯୋଡି ହେଇକି ଆକ୍ଚୁଆଲି ମାନେ ଗୋଟେ ଫ୍ୟାମିଲି ଭଳିଆ ସମସ୍ତଙ୍କ ସାଙ୍ଗରେ ମିଶିକି ଆଉ ରଘୁନାଥ ସାରଙ୍କୁ ଦେଖିଲେ ତ ଆକ୍ଚୁଆଲି ଏତେ ଖୁସି ଲାଗେ ସେ ଯୋଉ ହସିକି କଥାବାର୍ତ୍ତା ହୁଅନ୍ତି ବହୁତ ବଢିଆ ଲାଗେ। ଥ୍ୟାଙ୍କ ୟୁ ସାର୍ ସିଏ ପୁରା ଆପଣଙ୍କର। ଗୁଲଗୁଲିଆ ମାନେ ବହୁତ ସୁନ୍ଦର ବ୍ୟକ୍ତି ସେ ଆଜ୍ଞା ଜଣେ, ବହୁତ ସୁନ୍ଦର ସାର୍ 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 ବ୍ୟକ୍ତି। ଆଚ୍ଛା, ଆକ୍ଚୁଆଲି ଆମେ ଗୋଟେ ପରିବାର ଭଳିଆ। ଇଏ ରାଜଗୋପାଳ ଜି, ମତେ କହିବେ ସାର୍ ମେଡିଟେସନ ଉପରେ ମତେ ଟିକେ ରିଭ୍ୟୁ ଦେବେ। ମେଡିଟେସନ ରେ ଯୋଉ ମେଡିଟେସନ ମୁଁ ପ୍ରତିଛବି ମେଡିଟେସନ କରୁଛି, ତାର ଫିଡବ୍ୟାକ୍ ନେବା ପାଇଁ ଚାହୁଁଛି। ସାର୍ କଣ କହିବେ? ବହୁତ ବଢିଆ ସାର୍। ସେଟା ସାର୍ ପ୍ରୋସେସ ଟା ମୁଁ ମାନେ ଚାହୁଁଛି ଆଉ ଟିକେ ଯଦି ଲଙ୍ଗ ହେଇଥାନ୍ତା। ଆମେ ନିଜକୁ ଯୋଉ ଆଉ ଗୋଟେ ଜାଗାରେ ଭିଜୁଆଲାଇଜ କରୁଛୁ ସମୁଦ୍ର କୂଳରେ ମାନେ ଗାର୍ଡେନ ଭିତରେ ଆଉ ଟିକେ ଅଧିକା ସମୟ ମାନେ ନିଜକୁ ତା ଭିତରେ ରହିଲେ ଆଉ ପ୍ରତି ଛବି ଜାଗାରେ ନିଜକୁ ଯଦି ପ୍ରେଜେଣ୍ଟ କରିହବ ସେଟା ନିଜକୁ ସେଇଟା ପରେ ନେକ୍ସଟ ଆସୁଛି ଆମ ଭିତରକୁ ସେ ଆସୁଛନ୍ତି ସେ ପ୍ରତିଛବି ନୁହନ୍ତି ମୁଁ ସେ ନିଜେ ଅଟୋମେଟିକ ସେ ପ୍ରତିଛବି କହିଲା ବେଳକୁ ତ ମୁଁ ନିଜେ ହିଁ ହେଇଯାଉଛି। ଆଉ ଆଉ ଟିକେ ସାର୍ ଲଙ୍ଗ ଆକ୍ଚୁଆଲି ମେଡିଟେସନ ଟା ଆଖି ବନ୍ଦ କରିକି ଯେତେ ଅଧିକା ସମୟ ରହିବା ଆ ଦେହ ସେତେ ମାନେ ପବିତ୍ର ହବ ବିଶୁଦ୍ଧ ହବ ଆଉ ପଜିଟିଭ ଏନର୍ଜି ଆସିବ ତେଣୁ ସରି ଯାଉଛି କିନ୍ତୁ ମାଇଣ୍ଡ ଆହୁରି ଚାହୁଁଛି ସେଇଠି ରହିବା ପାଇଁ ଆହୁରି କଣ୍ଟେଷ୍ଟେଡ ମାନେ କନସେନଟ୍ରେସନ କରିବା ପାଇଁ ତା ଭିତରେ ବହୁତ ଭଲ ଲାଗୁଛି ସାର୍। ନାଇଁ ଅଧଘଣ୍ଟା ହେଇଯାଉଛି ନା, ପୁଣି ତାକୁ ଆହୁରି ବଢେଇଲେ ଆଜ୍ଞା ହବ। ବଟ୍ ଦେଖିବା ସାର୍ କଣ ଯଦି ସେମିତି ଫିଡବ୍ୟାକ୍ ମିଳିବ ଯେ ନାଇଁ ବଢେଇବା ଆଜ୍ଞା ଦରକାର। କାହିଁକି ନା ଯେତେବେଳେ ଆମେ ଭିଜୁଆଲାଇଜେସନ କରୁଛେ ଭଲ ଭଲ ସ୍ମୃତି ଜାଗାରେ ଟିକେ ସମୟ ଦରକାର ପଡେ। ରାଇଟ, ଆଜ୍ଞା କାହିଁକିନା ଆଜ୍ଞା ସେଟାକୁ ଆଜ୍ଞା ଏନ୍ଜୟ କରାଯାଏ, ମନ ଭିତରେ ତାକୁ ସାର୍ ଉପଭୋଗ କରାଯାଏ। ତ ଆଜ୍ଞା ସେଟା ଦେଲା ବେଳୁ କଣ ନା ଯୋଉମାନେ ଡିପ୍ ମେଡିଟେସନ କରୁଛନ୍ତି ସେଟା ସେମାନେ ଚାହୁଁଛନ୍ତି। ରାଇଟ। ଆଜ୍ଞା ଆମେ ଆଉ ଖାଇ ଯୋଉ ପିଇକି ତ ଯେତେବେଳେ ଇଚ୍ଛା ହଉଛି ଖାଉଛୁ ପିଉଛୁ ନିଜ ଦେହକୁ ଖୁସିରେ ରଖୁଛୁ କିନ୍ତୁ ହଁ ନିଜ ଆତ୍ମାକୁ ନିଜ ସାଉଣ୍ଡ କେମତି ମାନେ ଖୁସିରେ ରଖିବା ସେଇ ଜିନିଷ ସେଇଥିରେ ହିଁ ସିଏ ଖୁସି ଅନୁଭବ କରେ ମୋର ଫିଲିଙ୍ଗ ସେଇଆ। ହଁ 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 ନ୍ୟାଚୁରାଲ ନ୍ୟାଚୁରାଲ ସାର୍ ଏକ୍ଜାକ୍ଟଲି। ଚାଲନ୍ତୁ ବହୁତ ବହୁତ ଧନ୍ୟବାଦ। ହୁଁ। ଆଉ କାହା ସହିତ କଥା ହବା ଜଣଙ୍କ ସହିତ, କାହା ସହିତ କଥା ହବା? ନିକୁନ ସାହୁ, ଆପଣ ଇରେଗୁଲାର। ସାର୍ ଗୁଡ୍ ଇଭିନିଂ ସାର୍। ହଁ ଗୁଡ ଇଭିନିଂ। ସାର୍ କାଲି କ୍ଲାସ୍ ଟିକେ ସାର୍ ଆଟେଣ୍ଡ କରିପାରିନି। ତ ତାହେଲେ ଏ ଯୋଉ 5 ଦିନ କ୍ଲାସ ଯାଇଛି, 5 ଦିନ କ୍ଲାସ ରେ ମାନେ ପୁରା ପାଠ୍ୟକ୍ରମ ଆପଣ ନୋଟ ବନେଇଛନ୍ତି? ହଁ ସାର୍ ନୋଟ୍ କରିଛି ସାର୍, କାଲିର କ୍ଲାସ୍ ମୁଁ କରିବି ସାର୍। ଆଚ୍ଛା, କିନ୍ତୁ ମେଡିଟେସନ ଲାଇଭ କରିପାରୁନାହାନ୍ତି? ହଁ ସାର୍। ନାଇଁ ସାର୍ ମେଡିଟେସନ ଆପଣ ଯୋଉ କରୁଛନ୍ତି ପ୍ରତିଛବି ଠିକ ଲାଗୁଛି ଯେ ସାର୍ ମତେ କେତେଟା ଜିନିଷ ଧରି ଠିକ ଲାଗୁନି। କେତେଟା ଜିନିଷ? କେତେଟା ଜିନିଷ ମତେ ସାର୍ ସେଟା ଦରକାର ନି ଅନ୍ୟମାନଙ୍କୁ ଠିକ ଲାଗୁଥିବ କିନ୍ତୁ ମୋ କଥା ମୁଁ କହୁଛି ସାର୍ ମତେ ସେଗୁଡାକ ସାର୍ ଠିକ ଲାଗୁନି ସାର୍। ହଁ ହଁ ନ୍ୟାଚୁରାଲି। ହଁ ହଁ। ହଁ ଆଉ ଅନ୍ୟମାନଙ୍କୁ ଭଲ ଲାଗୁଥିବ କିନ୍ତୁ ମତେ ସେଇଟା ପସନ୍ଦ ଲାଗୁନି ସାର୍ ଯୋଉ ଆପଣ ଯୋଉ କହିଲେ ଏଇଟା ଦେଖ, ଏଇଟା ରିଫ୍ଲେକ୍ସ କରନ୍ତୁ। ସମସ୍ତଙ୍କୁ ବେଶ କରିକି କରାହେଇଛି। ଗୋଟେ ଆଜ୍ଞା ଗୋଟେ 25 ବର୍ଷର ଛୁଆଠୁ ଆରମ୍ଭ କରିକିରି ଆଜ୍ଞା 60-70 ବର୍ଷ ଲୋକ ପର୍ଯ୍ୟନ୍ତ ମେଡିଟେସନ ଟା ଯେମିତି ସମସ୍ତଙ୍କ ପାଇଁ ହେଇପାରିବ। ଆଜ୍ଞା ଗୋଟେ ଯୋଉଟା କି ଇଜି ଟୁ ୱେ ମାଧ୍ୟମରେ ଗୋଟେ କରାହେଇଛି। ତା ଆଜ୍ଞା ଭିତରୁ କେତେଟା ଷ୍ଟେଜ କାହା ପାଇଁ ଆବଶ୍ୟକ ନ ପଡିପାରେ, ଆଜ୍ଞା କାହା ସହିତ କାହାକୁ ଆବଶ୍ୟକ ପଡିପାରେ। ହୁଁ। ଆଜ୍ଞା କିନ୍ତୁ ଆଉ ସମସ୍ତଙ୍କ ପାଇଁ ଅଲଗା ଅଲଗା କଲା ବେଳକୁ ଗୋଟେ କ୍ଲାସରେ ଆମେ ନେଇପାରିବାନି ନା ସମସ୍ତଙ୍କର। ନେଇପାରିବେ କି? ଆଜ୍ଞା 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 ତେଣୁକରି ଆମକୁ ସେଠି ସେଇ ଫିଲିଙ୍ଗସରେ କିଛି ନା କିଛି ଗୋଟେ ତା ଜାଗାରେ ଗୋଟେ ରିପ୍ଲେସ କଣ କରିବାର ଅଛି। ସେଇ ଆଜ୍ଞା ରିଲେଟେଡ ଗୋଟେ ରିପ୍ଲେସ କରିକି ତାକୁ ମେଡିଟେସନ କଣ୍ଟିନ୍ୟୁ କରିବାର ଅଛି। ୟା ଆଜ୍ଞା ନାଇଁ ଯେ ନାଇଁ ଏଇଟା ମୋର ରିଲେଟେଡ ନୁହଁ ତେଣୁ ମୁଁ ଆଖି ଖୋଲିଦେବି ଭଲ ଜିନିଷ ଭାବିବି, ସେମିତି ନୁହଁ। ହେଲା, ଆଜ୍ଞା ତାକୁ ଆଟାଚ ଠିକ ଅଛି କରିଦେଇକିରି ସାର୍। ଆଉ କିଛି ଜିନିଷ ଆଟାଚ କରିଦେ, ତାକୁ ସେ ଇମାଜିନେସନ ଭିଜୁଆଲାଇଜେସନ ରେ ଚାଲିଯାଉ। ହୁଁ। ଆଜ୍ଞା ଠିକ ଅଛି। ଚାଲ ଠିକ ଅଛି, ବହୁତ ବହୁତ ଧନ୍ୟବାଦ। ଲକ୍ଷ୍ମୀଧର ସାର୍ ଅନମ୍ୟୁଟ କରନ୍ତୁ। ନମସ୍କାର। ନମସ୍କାର ଆଜ୍ଞା। ସାରେ ମୁଁ ଆଗରୁ ଧ୍ୟାନ କରୁଥିଲି, ମୁଁ ଜଣେ ମୁଁ ଦୀକ୍ଷା ନେଇଛି, ମୁଁ ଜଣେ ଦୀକ୍ଷିତ ସାଇ ମୋ ସ୍ଵାମୀ ସଚିଦାନନ୍ଦ ବାବାଙ୍କ ପାଖରେ ମୁଁ ଦୀକ୍ଷା ନେଇଛି।
ମୁଁ ଓକେ। ଆଗରୁ ମେଡିଟେସନ କରେ, କିନ୍ତୁ ଏଇ 4-5 ବର୍ଷ ହେଲା ମୁଁ ମେଡିଟେସନ ବିଶେଷ କରେନି, କେତେବେଳେ କେମିତି କାଁ ଭାଁ କରେ। କିନ୍ତୁ ଏବେ କାହିଁ ମୁଁ ସେତେ ମେଡିଟେସନ କରୁଛି କିନ୍ତୁ ମନ ଏପଟ ସେପଟ ହଉନି। କିନ୍ତୁ ଆପଣ ଯୋଉ କହୁଛନ୍ତି ଯୋଉ ଯେ ଗାର୍ଜେନ ଆଙ୍ଗେଲ ଆସିବେ ଏବେ ଏଗୁଡା କିଛି ମୋର କାହିଁ ଆସୁନାହାନ୍ତି ମୋର ଅଛନ୍ତି। ଆଜ୍ଞା। ଆପଣ ଷ୍ଟ୍ରେସରେ ରହୁଛନ୍ତି ଆଜ୍ଞା। ଆଜ୍ଞା ମୁଁ ଯାହା ଦ୍ୱାରା ବହୁତ କି ଆଜ୍ଞା ମୁଁ ଆପଣ ପିଲାଦିନୁ ଷ୍ଟ୍ରେସ୍ ହଁ ଭାରି ଅଭାବ ଭିତରେ ସାର୍ ମୁଁ ଅଛି। ଆଉ ଅଭାବ ଭିତରେ ଅଛି, ତାରି ଭିତରେ ମୁଁ ମ୍ୟାରେଜ କରିଗଲି। ମ୍ୟାରେଜ କରିବାରୁ ମୋର ଗୋଟେ ପୁଅଟେ। ତାପରେ ମୁଁ ଲେଟରେ ମ୍ୟାରେଜ କଲି। ତାପରେ ମୋ ସରାଉଣ୍ଡରେ ମୋର 10-12 ଜଣ ଫ୍ୟାମିଲି। ଆପଣ ଯାହା କହୁଛନ୍ତି ଗେସ୍ କରିଛନ୍ତି ସତ କଥା, ମୁଁ ବହୁତ ଷ୍ଟ୍ରେସରେ ରହୁଛି ଆଜ୍ଞା। ତେଣୁ ଷ୍ଟ୍ରେସ୍ ଟାକୁ ଆମେ ହଟେଇବା ନା ଆଉ। ଆମ ଆଜ୍ଞା ଜୀବନ ଆଗରୁ କଣ ଥିଲା କିନ୍ତୁ ଏବେ ଆଉ ଚେଞ୍ଜ ଆଜ୍ଞା କରିବାନି କି, ଏବେ ତ ଚେଞ୍ଜ କରିବା ନା। ଆଜ୍ଞା ସେଇ ତ କଥା। ଆଉ ମୋର କୋଚିଂ ସେଣ୍ଟର ସେମିତି ଭଲ ଚାଲୁନି। କୋଚିଂ ସେଣ୍ଟରରେ ମାନେ ଷ୍ଟାଫ ମାନଙ୍କୁ ମୁଁ ଦରମା ଦେଇ ପାରୁନି, ଘର ଭଡା ଦେଇ ପାରୁନି। ଆଜ୍ଞା ମୁଁ ଷ୍ଟ୍ରେସରେ ରହୁଛି। ଆପଣ ଯୋଉଟା ଗେସ୍ କରିଛନ୍ତି ସେଟା ଠିକ ଷ୍ଟ୍ରେସ୍ 100%। ପାଇଁ ଆପଣଙ୍କୁ ଏନି ହାଓ ଏନି କଣ୍ଡିସନ ଆପଣ ପ୍ରତ୍ୟେକ ଦିନ ଘଣ୍ଟାଟେ, ନମସ୍କାର ସୁବ୍ରତ ପଟ୍ଟନାୟକ ଆଜ୍ଞା ସାର୍, ଯେ ପ୍ରତ୍ୟେକ ଦିନ ଆପଣ ଘଣ୍ଟାଟେ ମେଡିଟେସନ କରନ୍ତୁ, ନହେଲେ ସେ ହଟିବନି। ଆଜ୍ଞା ଘରେ ଯଦି ଅଳିଆ ଟା ପଡିଛି ସାର୍, ଆଜ୍ଞା। ପଡିଛି ବୋଲି କହିକିରି ଖାଲି ତାକୁ ଦେଖିଦେଇ ପଳେଇବା, ତାକୁ ସଫା କରିବାନି। ନାଇଁ ଆଜ୍ଞା ମୁଁ କରୁଥିଲି, ରେଗୁଲାର ମେଡିଟେସନ କରୁଥିଲି, କିନ୍ତୁ ମେଡିଟେସନ 4-5 ବର୍ଷ ହେଲା ମୁଁ ମେଡିଟେସନ ଛାଡି ଦେଇଛି। ଆଉ କିଛି ଉପାୟ ନାହିଁ। ଆପଣ ଯଦି ଷ୍ଟ୍ରେସ୍ କୁ ଯଦି ହଟେଇବା ପାଇଁ ଚାହୁଁଛନ୍ତି, ପ୍ରଥମେ ଆପଣଙ୍କୁ ମେଡିଟେସନ କରିବାର ଅଛି। ଆଉ ପ୍ରଥମେ ଘରଟା ସଫା କରିବାର ଅଛି। ଘରଟା ସଫା ଆଜ୍ଞା କରିବେ, ତାପରେ ଯାହା ଆଜ୍ଞା କାମ କରିବା କଥା କରିବେ, ନହେଲେ ଆଜ୍ଞା ହବନି। ଆଜ୍ଞା ଆଜ୍ଞା। ଆପଣ ପ୍ରତ୍ୟେକ ଲୋକଙ୍କୁ ଖାଲି ସେ କହିବେ ମୋ ଜୀବନଟା ଏୟା, ମୋ ଜୀବନଟା ଏୟା, ଏହା କହି କହି ନା ଆପଣଙ୍କ ମାଇଣ୍ଡରେ ଘର କରିସାରିଲେଣି ମୋ ଜୀବନଟା ଏୟା। ଆଜ୍ଞା ସତ ବହୁତ ଆଉ ଷ୍ଟ୍ରେସ୍ ଭିତରେ ଆପଣଙ୍କୁ ମୁଁ ନା ରହୁଛି। ସେ ଯୋଉଟା କୁହାଯାଏନି, ଆପଣ ଯେତେବେଳେ ରସଗୋଲା ଖାଇଦେବେ ରାଇଟ୍, ସେତେବେଳେ ଆଜ୍ଞା ବିସ୍କେଟ ଖାଇଲେ ସେଟା ମିଠା ଲାଗେନି। ଆଜ୍ଞା। ଲାଗେ? ଆର ରସଗୋଲା ଖାଇଥିବେ ନାଇଁ ସାର୍, ଯଦି ବିସ୍କେଟ ଦିଆହବ, ବ୍ରିଟାନିଆ ବିସ୍କୁଟ ବିସ୍କେଟ। ନାଇଁ ସାର୍ ମିଠା ଲାଗେ। ଆଜ୍ଞା ତେଣୁକରି ଆପଣ କହି ଚାଲିଛନ୍ତି ମୋ ଜୀବନ ଏୟା, ମୋ ଜୀବନ ଏୟା, ମୋ ଜୀବନ ଏୟା ଘଟି ଚାଲିଛି, ଘଟି ଚାଲିଛି, ମୋ ଜୀବନରୁ ମୁଁ ଜନ୍ମରୁ ଏୟା, ମୁଁ ଛୋଟବେଳୁ ଏୟା। ତେଣୁକରି ଆପଣଙ୍କ ପାଖକୁ ସୁଖଟା ଆସିଲେ ବି ସେଟା ଆପଣଙ୍କୁ ଦେଖାଯାଉନି। ଆଜ୍ଞା କାହିଁକିନା ଆପଣଙ୍କର ମନ ଭିତରେ ଘର କରିଦେଇଛନ୍ତି ମୋ ଲାଇଫ ଟା ଏୟା। ଆଜ୍ଞା ହଟାନ୍ତୁ ତାକୁ, ଆଜ୍ଞା ରଖନ୍ତୁନି। ଆଜ୍ଞା ଜୀବନଟା ଯଦି ସୁନ୍ଦର କରିବାର ଅଛି, ସୁସ୍ଥ କରିବାର ଅଛି, ଫ୍ୟାମିଲିକୁ ମାନେ ଷ୍ଟ୍ରଙ୍ଗ କରିବାର ଅଛି, ଆଗକୁ ଯିବାର ଅଛି। ଦେଖନ୍ତୁ ଆପଣ ମନଟା ଯଦି ସ୍ଥିର ନାହିଁ, ଆପଣଙ୍କ 10ଟା କୋଚିଂ ସେଣ୍ଟର ଯଦି ପଇସା ଅଛି ଲଗେଇ ଦେଲେ କି ଲୋନ କରି କରିଦେଲେ ବି କିଛି ଫରକ ପଡିବନି, ଆପଣ ଲସ୍ ହେବାଟା ଥୟ। ଆଜ୍ଞା ତେଣୁ ଏ ଛୋଟିଆ ଛୋଟିଆ କାମ ବହୁତ ମାନେ ଯୋଉ କୁହନ୍ତିନି ଗୋଟେ ଡିଆସିଲ ରୁ ନିଆଁ ବାହାରିବ କିନ୍ତୁ ପୃଥିବୀ ଧ୍ୱଂସ କରିଦବ, ସେହି ପ୍ରକାର। ଆଜ୍ଞା ତେଣୁ ଚେଷ୍ଟା କରନ୍ତୁ। ଆଉ ମୋ ପାଖରେ ଅଛନ୍ତି, ମୋ ସାମ୍ନାରେ ଅଛନ୍ତି ବୋଲି ଆଜି କହିଲେ ବୋଲି ମୁଁ ଦୀପକ ଆପଣଙ୍କୁ କହିପାରିଲି। ଯଦି କୋଉଠି ଭୁଲ କହିଥିବି କ୍ଷମା କରିବେ। ଓକେ। ଆଉ ଜଣଙ୍କ ସହିତ କଥା ହବା ଆଜି, ସମସ୍ତଙ୍କ ସହିତ କଥା ହେବି। ଓକେ ଓକେ। ବିଜୟ କୁମାର ମୁଦୁଲି, ଅନମ୍ୟୁଟ କର। ସାର୍ ନମସ୍କାର। ନମସ୍କାର। ସାର୍ ଆକ୍ଚୁଆଲି ଆଜି ଆଉ ଶେଷ ଦିନ, କୁଆଡେ 6 ଦିନ ପଳେଇଲା ବି ଜଣା ପଡୁନି। କାଲିଠୁ ମୁଁ ସମସ୍ତେ ମିସ୍ କରିବି ଆପଣଙ୍କ ସହିତ, ମାନେ ଆମ ପରିବାରକୁ। ଅ କାହାକୁ କେହି ମିସ୍ କରିବେ ସାର୍ ନାହିଁ। ଆଜିର ଓକେ। ହେଲେ ସାର୍ ଅନମ୍ୟୁଟ ହେଇଗଲା। ମ୍ୟୁଟ ରାଜଗୋପାଲ ହେଇଗଲା। ଭାଇ ହେଇଗଲେ, ହ୍ୟାଲୋ। ହଁ ଶୁଭା ଯାଉଛି। ହଁ ଆମର ଯେମିତି ରାଜଗୋପାଳ ଭାଇ ହେଇଗଲେ, କି ରଘୁନାଥ ସାର୍ ହେଇଗଲେ, କିଛି କିଛି ଲୋକ ତ ମନେ ପଡିବେ। ବାକି ତ ଆଉ ବହୁତ ବଢିଆ ଆଜି ଶେଷ ସରିଯିବ। ସାର୍ ଆଜି ଗୋଟେ ମୋତେ ଏମିତି ଅନୁଭୂତି କରୁଛି କି ମୁଁ ଆଜି ଗୋଟେ ଆମର ଲୋକ ମୋର ଘର ପାଖରେ ପଇସା ମିସିଂ ହେଇଯାଇଥିଲେ। ସେଠି ଚାଲ ମିଶିକି ଥିଲେ, ମୁଁ ଯେହେତୁ ଚାକିରି ବହୁତ ଓଡିଥିଲି ଆମ ଘର ପାଖର, ତ ତାକୁ ମୁଁ ଆଜି ଖରାରେ ମୋ ଡ୍ୟୁଟି ଥିଲାବେଳେ ମୁଁ ମାଇକିଂ କରିକି ପ୍ଲିଜ ମାନେ ରିକ୍ୱେଷ୍ଟ କଲି ବାରମ୍ବାର
ତାଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କ ଘରକୁ ଫେରେଇ ଦିଅ। ଆଉ ସତ୍ୟ ସାର୍ ମୁଁ ଡ୍ୟୁଟି ଆସି ଦେଖି ଆସିଛି ସେ ତାଙ୍କ ଘରେ ହିଁ ଅଛନ୍ତି। ଆରେ ବାହ। ପୁରା ଆସୁଛି ସେ ତ ମିସିଂ ଥିଲେ। ତାପରେ ସାଙ୍ଗେ ଥ୍ୟାଙ୍କ ୟୁ ଆଜି କହିଲି ଥ୍ୟାଙ୍କ ୟୁ। ଏଇ ସବୁ ଚାଲ ଅନୁଭୂତି ବହୁତ ଅଛି। ସୁନ୍ଦର। ଆଜ୍ଞା ସାର୍। ପାଠ ଶିଖିଲେ ପ୍ରତ୍ୟେକ କ୍ଷେତ୍ରରେ ହେଲ୍ପ ମାଗନ୍ତୁ। ରାଇଟ। ଏମିତି ନାହିଁ ଯେ ଆପଣ ମାଗୁ ମାଗୁ ସବୁ କାମ ହେଇଯିବ। କୋଉ କାମ ମାଗୁ ମାଗୁ ହେଇଯିବ, କୋଉ କାମ ଟିକେ ହୁଁ ଲେଟରେ ହବ, କୋଉ କାମ ବହୁତ ଲେଟରେ ହବ, କୋଉ କାମ ବହୁତ ଲେଟରେ ହବ। ରାଇଟ। ଯେତେବେଳେ ବହୁତ ଲେଟରେ ହଉଛି ଜାଣିଦେବେ ଯେ ଆପଣ ଯୋଉଟା ମାଗୁଛନ୍ତି ତାଙ୍କୁ କମ ମାଗୁଛନ୍ତି, ସେ କିଛି ବଡ ଦେବା ପାଇଁ ଚାହୁଁଛନ୍ତି, ଯାହା ଦ୍ୱାରା କି ଆପଣଙ୍କର ପ୍ରୋସେସ ଟା ଲେଟ୍ ହଉଛି। ରାଇଟ। ଆଜ୍ଞା ଆଜ୍ଞା। କେବେ ବି ଭାବିବେନି କି ଅବିଶ୍ୱାସ କରିବେନି, ଏଇ ଜିନିଷଟା ସବୁବେଳେ ମନରେ ରଖିଥାନ୍ତୁ। ଓକେ। ଚାଲନ୍ତୁ। ହ୍ୟାଲୋ ହଁ କୁହ। ସାର୍ ଆଉ ଟିକେ ହଁ ହ୍ୟାଲୋ। ମୁଁ ଆପଣଙ୍କ ମାଧ୍ୟମରେ ଲକ୍ଷ୍ମୀଧର ସାର୍ ଟିକେ ଏଠି ରିକ୍ୱେଷ୍ଟ କରିବି କି ସାର୍ ଆପଣ ଯୋଉ ଏଠି ମାନେ ଏମିତି ନେଗେଟିଭ କଥା କେବେ କୁହନ୍ତୁନି। ଆପଣ ପାୱାର ସବକନସିୟସ୍ ମାଇଣ୍ଡ ପଢନ୍ତୁ ଆଉ କରନ୍ତୁ, ସମସ୍ତେ ଦୂରେଇ ଯିବ। ଆପଣ ଏମିତି ଯୋଉ କହୁଛନ୍ତି କି ନେଗେଟିଭ କହୁଛନ୍ତି ବିଜୟ କୁମାର ଯଦି ମୁଦୁଲି, ତମ କେମିତି ଭଏସ ବହୁତ ଡ୍ରପ୍ କରୁଛି, ନେଟୱାର୍କ ଷ୍ଟ୍ରଙ୍ଗ ନାହିଁ। ହ୍ୟାଲୋ ହ୍ୟାଲୋ। ତ କ୍ୟାମେରା ଅଫ୍ କରିଦିଅ, କ୍ୟାମେରା ଅଫ୍ କରିକି କୁହ। ହଁ ଏବେ ଏବେ କୁହ, ଶୁଭିଲା? କଣ କହୁଥିଲ? କିଛି ଶୁଭା ଗଲାନି, ଏବେ କୁହ ଆରାମସେ। ସାର୍ ମୁଁ ଆପଣଙ୍କ ମାଧ୍ୟମରେ ସେ ଲକ୍ଷ୍ମୀଧର ସାର୍ଙ୍କୁ ରିକ୍ୱେଷ୍ଟ କରିବି କି ସାର୍ ପ୍ଲିଜ ଆପଣ ଏମିତି ନେଗେଟିଭ କୁହନ୍ତୁନି। ଲକ୍ଷ୍ମୀ କିଏ? ଆପଣ ଟିକେ ଲକ୍ଷ୍ମୀ ତ କିଏ ପାୱାର ନାହାନ୍ତି। ସବକନସିୟସ୍ ଲକ୍ଷ୍ମୀଧର ବୈଶା ଯୋଉ ଲକ୍ଷ୍ମୀଧର ବୈଶା ନା କଣ ତାଙ୍କ ନାଁ ଯୋଉ ଲକ୍ଷ୍ମୀ କିଏ? ନାଇଁ ଦେଖନ୍ତୁ, ସମସ୍ତଙ୍କର ମନ ଚିନ୍ତାଧାରା ଗୋଟେ ନୁହଁ। ରାଇଟ। ହଁ ତେଣୁକରି କଣ ନା, ଯଦି ଆଜ୍ଞା ଆମେ ଆଜ୍ଞା ବାହାରି ଯାଉଛି, ଠିକ ଅଛି, ମୁଁ ତ ଅଛି ନା, ତାକୁ ହ୍ୟାଣ୍ଡେଲ କରିଦେବି। ରାଇଟ। ମୁଁ ତାଙ୍କୁ ଆଜ୍ଞା ମୁଁ ଆଜ୍ଞା ସଫା ରାଇଟ୍ ସାର୍। କରିବା କାମ ମୋର। ଯଦି ସେ ତାଙ୍କ ମନରେ ଆସୁଛି ନେଗେଟିଭ, ଦେଖନ୍ତୁ କିଏ କୋଉ ଲାଇଫ ରେ ଆସିଛି, କାହାର ସରାଉଣ୍ଡିଂ କେମିତି, କିଏ କେତେ, କିଏ ଅଧିକା ନେଗେଟିଭିଟିରେ ଲାଇଫ ଷ୍ଟାଇଲ ବଢେଇଛି, କିଏ କମ ରେ ଜଢେଇଛି, କିଏ ବହୁତ ଅଧିକା ବଢେଇଛି। ତେଣୁ ସେଟା ଆମର ସରାଉଣ୍ଡିଙ୍ଗକୁ ଦୋଷ ଦେବା। ବାଇ ମିଷ୍ଟେକଲି ସେଟା ଯଦି ଆସୁଛି, ତାର ସଲ୍ୟୁସନ ମୁଁ କହିଦଉଛି। ରାଇଟ। ତେଣୁକରି ଆଉ ସେଟା କାହା ଉପରେ ପ୍ରଭାବ ପଡିବନି ମୋର ଆଶା। ମୁଁ ଯଦି ତାର ସଲ୍ୟୁସନ ନ କୁହନ୍ତି, ତାହେଲେ ସମସ୍ତଙ୍କ ଉପରେ ପ୍ରଭାବ ପଡନ୍ତା ସେ ନେଗେଟିଭ ଜିନିଷଟା। ଯେହେତୁ ମୁଁ ସେ ନେଗେଟିଭ କୋଶ୍ଚିନ ର ଆନ୍ସର ମୁଁ ପଜିଟିଭରେ ତାଙ୍କୁ କହିଦଉଛି, ଯାହା ଦ୍ୱାରା କି କାହା ଉପରେ ପ୍ରଭାବ ପଡିବନି। ତେଣୁକରି ମନରେ ସେମିତି ରଖନ୍ତିନି। ରାଇଟ। ସମସ୍ତେ ଆମେ ସମାନେ, ମୋ ପାଇଁ ସମସ୍ତେ ସମାନେ। ରାଇଟ। ସେମିତି ନାଇଁ ଯେ ରଘୁନାଥ ସାର୍, ରାଜଗୋପାଳ ସାର୍, ରାଇଟ, ଏମିତି କେହି ଅଲଗା ନୁହନ୍ତି। ମୋ ପାଇଁ ସମସ୍ତେ ସମାନ। ଯଦି ବା ଆଜି ମୋ ସାମ୍ନାକୁ ଆସିଛନ୍ତି, କାହିଁକି ଆସିଛନ୍ତି? କିଛି ନା କିଛି ଲାଇଫରେ ଚ୍ୟାଲେଞ୍ଜେସ୍ ଚାଲିଛି, ନିଜ ଲାଇଫରେ ବହୁତ କିଛି ଅସୁବିଧାରେ ଅଛନ୍ତି। ରାଇଟ। ଆପଣଙ୍କ ସରାଉଣ୍ଡିଂ ରେ ବହୁତ ପ୍ରକାର ପ୍ରୋବ୍ଲେମରେ ଫସିଛନ୍ତି। ତେଣୁ ସେ କୋଶ୍ଚିନ୍ ଆସିବ, ଆସିଲେ ମୁଁ ତାର ତ ଆନ୍ସର ଦେବାକୁ ମୁଁ ତ ବସିଛି ନା। ଯଦି କୋଶ୍ଚିନ୍ ନ କରିବି, ଆନ୍ସର ନ କହିବି ମୁଁ, ତାହେଲେ ନେଗେଟିଭ ଅସରଟା ଆପଣଙ୍କ ଉପରେ ଆସିବ। ତେଣୁ ମୁଁ ଅଛି, ଡୋଣ୍ଟ ୱେରି। ଆମେ ପ୍ରୋଟେକ୍ସନ ଭିତରେ ଅଛେ, ଏଞ୍ଜେଲଙ୍କ ପ୍ରୋଟେକ୍ସନ ଭିତରେ। ରାଇଟ। ମେ ବି କାଲି ସକାଳେ ତମ ପାଖରେ ବି ସେମିତିଆ ଗୋଟେ ନେଗେଟିଭ କୋଶ୍ଚିନ୍, ମାନେ ଅନୱାଣ୍ଟିଂ, ମାନେ ଅନିଚ୍ଛାରେ ବାହାରି ଯାଇପାରେ, କହି ହଉନି। ବଟ୍ ଠିକ ଅଛି, ମୁଁ ସେଟାକୁ ମାନୁନି। ଆମେ ସମସ୍ତେ ଗୋଟେ। ରାଇଟ। 16 ଜଣ ହେଲେ। ଠିକ ଅଛି ବିଜୟ କୁମାର ମୁଦଲି, ଠିକ ଅଛି। ହୁଁ। ଚାଲ। ସୁବ୍ରତ ପଟ୍ଟନାୟକଙ୍କୁ ନେଇଯିବା, ସେ ହୋଟେଲରେ ବ୍ୟସ୍ତ ରହିଯିବା। ଅନମ୍ୟୁଟ କରନ୍ତୁ ସାର୍, ସୁବ୍ରତ ସାର୍। ସୁବ୍ରତ ସାର୍ ଅନମ୍ୟୁଟ ସାର୍ କରନ୍ତୁ, ନମସ୍କାର। ଭିଡିଓ ଅନ୍ କରନ୍ତୁ। ସାର୍ ନମସ୍କାର। ନମସ୍କାର, କୁହନ୍ତୁ। ସେ ଟିକେ ଆଜି ମାମୁଙ୍କ କାମରେ ବ୍ୟସ୍ତ ରହିଗଲି, ମେଡିକାଲ ଆଚ୍ଛା। କାମରେ। ଓକେ। ସନଷ୍ଟ୍ରୋକ ଟିକେ ହେଇଯାଇଥିଲା ଯେ ମାମୁଁକୁ ଇଆଡେ ଫଟୋ ସୁଟ କଲା ବେଳକୁ ଟାଇମ ହେଇଗଲା। ଆଚ୍ଛା, 6 ଦିନ ଯାକର ଆପଣ ମେଡିଟେସନ ପାର୍ଟିସିପେଟ କରିଛନ୍ତି? ଆଜ୍ଞା। ନାଇଁ ନାଇଁ ଗୋଟେ ଦିନ କରିନି ସାର୍, 5 days, ଫ୍ୟାମିଲି 5 ଦିନ। 5 ଦିନ କରିଛି ସାର୍। ନାଇଁ, 5 ଦିନରେ ଗୋଟେ ଦିନ ସ୍କିପ୍ କରିଛନ୍ତି। ହଁ, ଗୋଟେ ଦିନ ଭଉଣୀ କାମରେ କଣିଆ ପଳେଇଥିଲି ଆଜ୍ଞା। ଓକେ। ମେଡିଟେସନ ର ଅସର ଆପଣଙ୍କୁ କଣ ଅନୁଭବ ହେଲା, କଣ ଆପଣ ରିଭ୍ୟୁ ରହିଲା, କହିପାରିବେ ଟିକେ? ନାଇଁ ସାର୍, ମତେ ତ ଭଲ ଲାଗୁଛି। ଏବେ ବି ବହୁତ ଚେଞ୍ଜେସ ହେଇକି ସାମ୍ନା ସାମ୍ନାରେ ସମସ୍ତେ ଆସୁଛନ୍ତି ଏବେ। କଥା ବି ଶୁଣି ପାରୁଛି,
ସେ କହୁଛନ୍ତି ରିଲାକ୍ସ ରୁହ, କିଛି ଅସୁବିଧା ନାହିଁ, ଆମେ ଅଛୁ, ଏତିକି କହୁଛନ୍ତି ଆଉ। ଗାର୍ଜିଆନ ଏଞ୍ଜେଲଙ୍କର ନାଁ ବାହାର କଲେଣି ଆପଣ? ହଁ, ମାଇକେଲ ଆଉ ରାଫେଲ ଆଉ ଆମର ଏରିଏଲ, 3 ଜଣଙ୍କର ନା ନାଁ ଅଛି। ମାନେ ଆପଣଙ୍କର ଗାର୍ଜିଆନ ଏଞ୍ଜେଲ ଯୋଉମାନେ? ହଁ, ମାଇକେଲଙ୍କର ନାଁ ଟା ପ୍ରଥମ ଆସିଲା, ଓକେ। ତାପରେ ଗ୍ରାଭିଏଲଙ୍କର, ତାପରେ ଏରିଏଲଙ୍କର ନମ୍ବର ମାନେ ଏଇ ଥ୍ରୀରେ 3 ଜଣଙ୍କ ଆସିଲା। ନାଁ ଆପଣଙ୍କର ରଖିଲେ ଗାର୍ଜିଆନ ଏଞ୍ଜେଲଙ୍କର ନାଁ। ହଁ। ଚାଲନ୍ତୁ, ବହୁତ ବଢିଆ। ଓ, ପ୍ରଥମ ଷ୍ଟୁଡେଣ୍ଟ ଯିଏ ତିନି କି ଜଣ ଆମର ଆର୍କଏଞ୍ଜେଲଙ୍କର ନାଁ ଆସିଗଲା 3ଟି ଯାକ ଗାର୍ଜିଆନ ଏଞ୍ଜେଲ ଆପଣଙ୍କର। ହଁ ରାଇଟ୍। ବହୁତ ସାର୍। ବଢିଆ, ବହୁତ ବଢିଆ। ହୁଁ। କଣ ଆଉ କହିବେ, ଏଇ ଯୋଉ 5 ଦିନର କ୍ଲାସ ଭିତରେ ଆପଣ ତ ପୁରା ବସିନାହାନ୍ତି, ରେକର୍ଡିଂ ଦେଖିଛନ୍ତି? ହଁ, ରେକର୍ଡିଂ ଦେଖିଛି ନା, ପ୍ରପରଲି ତ ରହୁଛି, ଶୁଣୁଛି ଇଏ ଶୁଣିକି ଯାହା କିଛି ଇଏ କରୁଛି, ମେଡିଟେସନ ବି ଭଲ ଥିଲା ସାର୍। ହୁଁ। ମୋର ତ ସବୁ କିଛି ଟିକେ ଟିକେ ଚେଞ୍ଜେସ୍ ଚାଲିଛି ସାର୍। ମେ ବି ଆଜି ବି ଚେଞ୍ଜେସ୍ ହେଇଯିବ କିଛିଟା। ଆଜି ରୁହନ୍ତୁ, ଆଜି ବହୁତ କିଛି ବଡ ଜିନିଷ ଏଞ୍ଜେଲଙ୍କର ପାୱାର ଦେଖିବାର ଅଛି। ବାକି ସେ ପାୱାରକୁ ଆପଣ ଜୀବନରେ ବ୍ୟବହାର କରିବେ କି ନ କରିବେ ସେଇଟା ଆପଣଙ୍କ ଉପରେ ରହିବ। ରାଇଟ୍। ନାଇଁ ନାଇଁ ସାର୍, ରହିଗଲାଣି ପାଖରେ ପାଖରେ, ଆଉ ବ୍ୟବହାର କରିହବନି, ସବୁ ପାଖେ ପାଖେ ରହୁଛନ୍ତି। କାଇଁ ମତେ କେହି ତ ମାଗିଲେନି ଏଞ୍ଜେଲ ମାନଙ୍କର ଫଟୋ ଦିଅନ୍ତୁ ବୋଲି ସାର୍। କେହି ତ ମାଗିଲେନି। ମୁଁ ସାର୍, କହିଥିଲି। ସାର୍ ମୋର ମନେ ଅଛି, ଫଟୋ ମାଗିବି ଆପଣଙ୍କୁ ସିକ୍ରେଟ ବୋଲି ଚିନ୍ତାରେ ରଖିଲି। ଚାଲନ୍ତୁ, ଠିକ ଅଛି, କିଛି ଅସୁବିଧା ନାହିଁ। ଆଜ୍ଞା। 40 ମିନିଟ ହେଇଗଲା, ଆମେ ଏବେ ଯିବା ମେଡିଟେସନ ଷ୍ଟାର୍ଟ କରିବା। ବସି ଯାଆନ୍ତୁ ସମସ୍ତେ। ଓକେ। ନିକୁନ ସାହୁ ଅନମ୍ୟୁଟ କରନ୍ତୁ। ସାର୍ କାହିଁ ମେଡିଟେସନ ଆପଣଙ୍କର କାହିଁ କୁଆଡେ ଗଲା ମେଡିଟେସନ? ସାର୍ ନିଦ ଲାଗିଯାଉଥିଲା ସାର୍। ନିଦ ପୁରା କମ୍ପ୍ଲିଟ ଅଧଘଣ୍ଟା ଶୋଇପଡିଲେ? ନା ସାର୍, ମଝିରେ ପୁରା ନିଦ ଲାଗିଗଲା, ଭାବି ଭାବି ନିଦ ଲାଗିଗଲା ସେଟା। ହୁଁ। ପ୍ରାକ୍ଟିସ ଦରକାର। ଏଠୁ 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 ଆଜ୍ଞା ଆମକୁ ଜଣା ପଡୁଛି ଯେ ଆମ ଭିତରେ ଏତେ ନେଗେଟିଭିଟି ଅଛି, ଆମେ ଭଲ ଜିନିଷଟା ଦେଲେ ବି ଆମକୁ ଭଲ ଆଜ୍ଞା ଲାଗୁନି। ଏଇଟା ତ ମାନେ ଏଇଟା ହେଲା ଆଜ୍ଞା ବ୍ରେନ ର କାମ ଇଏ। ରାଇଟ। ଭଲ ଜିନିଷ ଦିଆହଉଛି ଆଜ୍ଞା ବଟ୍ ଆଜ୍ଞା ବ୍ରେନ ନିଦ ନିଦ କରେଇ ଦଉଛି। ତ ଯେତେବେଳେ ଏମିତିଆ ସିଚୁଏସନ ଆସୁଛି ନା, ଆମକୁ ଚ୍ୟାଲେଞ୍ଜ ନେଇକି ଯିବାକୁ ପଡିବ। କଣ ଆଜ୍ଞା ଚ୍ୟାଲେଞ୍ଜ? ତ ମତେ ନିଦ ଆସୁଛି ତ ମୁଁ କରିକି ଦେଖେଇବି ମେଡିଟେସନ। ଆଜ୍ଞା ଆଜ୍ଞା ରାଇଟ। ତାର ଅପୋଜିଟ ଚ୍ୟାଲେଞ୍ଜ ନେଲେ ସେକେଣ୍ଡ ଟାଇମ ଆଉ ବ୍ରେନ ନିଦ କରେଇବନି। ଆଜ୍ଞା ରାଇଟ। କଣ ହଉଛି ଜାଣିଛ ନା, ବ୍ରେନ ଆଜ୍ଞା ପାଖରେ ସବୁ ପ୍ରକାର ମାନେ ସବୁ ପ୍ରକାର ତା ପାଖରେ ସଲ୍ୟୁସନ ଅଛି। ଆଜ୍ଞା ଯଦି କୋଉ କାମ ଇଚ୍ଛା ନଥିବ କରିବା ପାଇଁ, ରାଇଟ, ଆଜ୍ଞା ସେ ଜର କରେଇଦବ। ଆଜ୍ଞା ତା ପାଖରେ ସେଇ ଟକ୍ସିନ ଅଛି, ସେ ରିଲିଜ କରେଇବ, ଜର କରେଇଦବ। ଆଜ୍ଞା ହୁଁ। ତେଣୁକରି ବ୍ରେନ କୁ ବୁଝିବା ବହୁତ ବଡ ଚ୍ୟାଲେଞ୍ଜେସ୍। ରାଇଟ। ଆଜି ପର୍ଯ୍ୟନ୍ତ କେହି ବୁଝି ନାହାନ୍ତି, ବଟ ଆମକୁ ଛୋଟିଆ ଛୋଟିଆ ଜିନିଷ ବୁଝିକିରି ଆମକୁ ସୁଧାରବାର ଅଛି। ଓକେ। କିଛି ଏକ୍ସପ୍ରେସନ ନାହିଁ, ପୁରା ବସି ଯାଇଥିଲେ। ମୁଁ ଭାବିନଥିଲି ଯେ ଶୋଇଯାଇଛନ୍ତି, ମୁଁ କହିଲି ବୋଧେ ଭଲ ଲାଗୁନି, ବୋଧେ ହେଇନି ସେ ଶୋଇଯାଇଛନ୍ତି ଆପଣ। ନିଦ ଲାଗିଲା ଶୋଇ ପଡିଥିଲି ସାର୍। ଚାଲନ୍ତୁ, ଠିକ ଅଛି। ନିଗମାନନ୍ଦ ଖଟୁଆଲ ଅନମ୍ୟୁଟ କରନ୍ତୁ। ନମସ୍କାର। ନମସ୍କାର। ଫ୍ୟାନ ଲଗାନ୍ତୁ। ମେଡିଟେସନ କଲାବେଳେ ନା ବଡି ଟାକୁ ଆମକୁ ନର୍ମାଲ କରିବାର ଅଛି। ଯଦି ଝାଳ ବହୁଥିବ, ଇରିଟେସନ ଆସୁଥିବ ନା, ଆମ ମାଇଣ୍ଡ ଡାଇଭର୍ଟ ହବ। ଇଚ୍ଛା ହବନି କରିବା ପାଇଁ, ଇରିଟେସନ ଆସିବ। ଆଜ୍ଞା। ଟିକେ ଫ୍ୟାନ ଟା ଲଗାନ୍ତୁ। ଏତେ ଝାଳରେ ବସୁଛନ୍ତି ନା, ପୁରା ଚକଚକ ଦେଖା ହାଉଛି ଆପଣଙ୍କର ସାର୍ ଦୋକାନ ପଛଆଡେ ବସିଛି। ପଛ ରୁମ ରେ ତାର ବସିଛି, ସେଠି ଫ୍ୟାନ ଲାଗିନାହିଁ। ନା ନା ନା, ଏମିତି ମେଡିଟେସନ ହୁଏନି। ମେଡିଟେସନ ହେଲେ ଆମକୁ ଗୋଟେ ନ୍ୟୁଟ୍ରାଲ କ୍ଲାଇମେଟ ଦରକାର, ଯେମିତି ଆମକୁ କେହି ଡିଷ୍ଟର୍ବ ନ କରିବେ। ସେମିତି ଆମକୁ ଗୋଟେ କ୍ଲାଇମେଟ ବି ବେଶୀ ଗରମ ହେଇନଥିବ, ବେଶୀ ଥଣ୍ଡା ହେଇନଥିବ। ଆଟଲିଷ୍ଟ ଗୋଟେ ବଡିକୁ କମ୍ଫର୍ଟ ଫିଲ୍ ହେଲା ଭଳିଆ କ୍ଲାଇମେଟ ଥିବା ଦରକାର। ରାଇଟ। ନହେଲେ ଗୋଟେ ସବୁ ଡିଷ୍ଟର୍ବ କରିବ। କିଛି ମେଡିଟେସନ ର ମୂଲ୍ୟ ହିଁ ବୁଝିପାରିବେନି ଏମିତି କରିବା ଦ୍ୱାରା। ରାଇଟ। ଅଲମୋଷ୍ଟ ଆଜ୍ଞା ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଅଲମୋଷ୍ଟ ସମସ୍ତେ ବହୁତ ବଢିଆ ମେଡିଟେସନ କରୁଛନ୍ତି। ଡେ 6 ରେ ଆପଣ ପହଞ୍ଚିଲେ, ଆଉ ଡେ 6 ରେ ପୁରା ଆପଣ ପିଓର ହେଇଯାଇଛନ୍ତି, ମେଡିଟେସନରେ ମାଷ୍ଟର ହେଇଗଲେ। ରାଇଟ। ତ ବହୁତ ଖୁସି ଲାଗୁଛି। ଆଉ ଯୋଉମାନେ କରିପାରୁନାହାନ୍ତି, ମୁଁ ସେଥିପାଇଁ ବହୁତ ଦୁଃଖିତ। ରାଇଟ।
ଚେଷ୍ଟା କରନ୍ତୁ, ମୋ ସହିତ ଯୋଡି ରୁହନ୍ତୁ। ରାଇଟ୍, ମୁଁ ଆଗକୁ ନିଶ୍ଚୟ ନା ନିଶ୍ଚୟ ଆପଣଙ୍କୁ କିଛି ଭ୍ୟାଲ୍ୟୁ ଆଡ୍ କରିବା ପାଇଁ ଚାହିଁବି। ରାଇଟ୍, ତେଣୁକରି ମେଡିଟେସନ ଗୋଟେ ମାଧ୍ୟମ, ଆମେ ସବୁ କ୍ଷେତ୍ରରୁ ଅତି ସରଳ। ବାର ବାର ମୁଁ ସେଇ ଜିନିଷ ରିପିଟେଡ୍ କରି କହୁଛି, କାହିଁକି ନା ମୁଁ ତାର ଏକ୍ସପିରିଏନ୍ସ ମୋ ପାଖରେ ଅଛି। ମୁଁ କାହା ଏକ୍ସପିରିଏନ୍ସ ଏଠି କହୁନି, ମୋ ନିଜ ଏକ୍ସପିରିଏନ୍ସ ମୁଁ କହୁଛି। ତେଣୁ ମେଡିଟେସନ ଟା ଗୋଟେ ଲାଇଫ ର ଗୋଟେ ପାର୍ଟ ବନେଇ ଦିଅନ୍ତୁ। କିଛି କମ୍ପ୍ରୋମାଇଜ କରନ୍ତୁନି, ଅଧଘଣ୍ଟା ମେଡିଟେସନ କରିବେ। କିଛି ନହେଲେ 15 ମିନିଟ୍ କରନ୍ତୁ, କିଛି ନହେଲେ 15 ମିନିଟ୍ ମେଡିଟେସନ କରନ୍ତୁ। କଣ କରିବେ? ନିଜ ନିଶ୍ୱାସ ଆଉ ପ୍ରଶ୍ୱାସକୁ ଖାଲି ଦେଖନ୍ତୁ। ଆଖି ବନ୍ଦ କରନ୍ତୁ, ନିଶ୍ୱାସ ଆସିଲା, କୋଉ ପଟେ ଆସୁଛି, କୋଉଠି ବାଜୁଛି ପବନଟା, ରାଇଟ୍, କୁଆଡେ ଯାଉଛି, ପୁଣି ନିଶ୍ୱାସ ନଉଛନ୍ତି, ପ୍ରଶ୍ୱାସ, ନିଶ୍ୱାସ ପ୍ରଶ୍ୱାସ ଆପଣ କଣ୍ଟିନ୍ୟୁସଲି ଫଲୋ କରୁଥିବେ। ରାଇଟ୍, ତ ନେଲା ବେଳେ କୋଉଠି ନାକରେ ବାଜୁଛି ଏୟା, ଭିତରକୁ ଯାଉଛି କୋଉଠି ଯାଉଛି, ଏଇଟା ଏଇଟା ଡିପଲି ଯଦି ୟା ଉପରେ କନସେନ୍ଟ୍ରେଟ ଆସିଯିବ ନା, ବ୍ରେନକୁ ଟାପ କଣ୍ଟ୍ରୋଲ କରିଦେଇ ପାରିବେ। ଇଏ ହିଁ ହେଲା ବୁଦ୍ଧଙ୍କର ମେଡିଟେସନ, ଯୋଉଟା କି ଆକୁ କୁହାଯାଏ ବିପାସନା ମେଡିଟେସନ। ଦେଖୁଛି ଯଦି ସୁଯୋଗ ମିଳିବ ନିଶ୍ଚୟ ଆପଣ ମାନଙ୍କୁ ଏହା ମାଧ୍ୟମରେ ଚେଞ୍ଜ ତ କରିବି। ମୋ ସହିତ ଆପଣ ଆସିଯାଇଛନ୍ତି ଯେ, କିନ୍ତୁ ଯଦି ଆପଣ ନିଜକୁ ତା ପ୍ରତିଯୋଗିତାରୁ ବାହାର କରିଦେବେ ତାହେଲେ ମୁଁ କରିପାରିବି। ରାଇଟ୍, ମୁଁ କରିବି। ଆପଣ ମାନେ ଆଜ୍ଞା ଆସିଛନ୍ତି ମାନେ ମୁଁ ଆପଣଙ୍କୁ କିଛି ଭ୍ୟାଲ୍ୟୁ ଆଡ୍ କରିବି। ବଟ୍ ଆପଣ ଗୋଟେ ପ୍ରମିସ କରନ୍ତୁ ମୋ ସହିତ ଯୋଡିକି ରହିବା ପାଇଁ। ରାଇଟ୍, ଏମିତି ନାହିଁ ଯେ 6 ଦିନ ସରିଗଲା ଆମେ ଆମର ଲେଖା ବୁଝିବା ନା। ସବୁଦିନ ଦରକାର, ପେଟକୁ ଯେମିତି ଖାଇବା ସବୁଦିନ ଦରକାର, ଆମକୁ ଶାନ୍ତି ପାଇଲି ଏଇ ସବୁ ଜିନିଷ ବି ଜୀବନରେ ସବୁଦିନ ଦରକାର। ତେଣୁକରି ଏଇ ପ୍ରକାର ଚିନ୍ତାଧାରା ରଖନ୍ତୁନି ମନ ଭିତରେ କି ସରିଗଲା 6 ଦିନ, ଏଥର ଆମେ ଫ୍ରିଡମ। ନା, ଫ୍ରିଡମ କେବେ ବି ହେଇପାରିବନି ଜୀବନରେ। ରାଇଟ୍, ଓକେ। ଏକ ନମ୍ବର ମୁଁ ଦେବି ମହେନ୍ଦ୍ର ସିଂ, ମହେନ୍ଦ୍ର ମାନ ସିଂ ସାର। ଏକ ନମ୍ବର, ସବୁଠୁ ଏକ ନମ୍ବର ମାର୍କ ଦେବି, 100ରୁ 100 ମାର୍କ। ମଜା ଆସିଯାଉଛି ଆପଣ ମେଡିଟେସନ ଦେଖିଲେ। ରାଇଟ୍, ସାର୍। ସାର୍, ଗୁରୁଙ୍କ ବିନା କଣ ଶିଷ୍ୟ କଣ କରିପାରିବେ? ବିନା ଗୁରୁରେ ସେ କୌଣସି କାର୍ଯ୍ୟ ସିଦ୍ଧ ନାହିଁ ସାର୍। ମେଡିଟେସନ ବିଷୟରେ କୁହନ୍ତି, ଏତେ ମଜା ଆପଣ ଉଠାଉଛନ୍ତି ମେଡିଟେସନ, ମୁଁ ଖୁସି ହେଇଯାଉଛି। ସାର୍, ସାର୍ ଗୋଟେ ମୁଁ ଜାଣିନଥିଲି ସାର୍ ଆପଣଙ୍କର ଏମିତି ମେଡିଟେସନ ବୋଲି। ଯେତେବେଳେ ନିଜେ ଅନୁଭବ କଲି, ସାର୍ ମୁଁ ଗୋଟେ ମୋର ସାଥୀକୁ ମୁଁ ହରେଇଛି। ଏ ବିଷୟ ଜାଣିନଥିଲି, ମୋର ନିଜର ସାଥୀକୁ ମୁଁ ହରେଇଛି। ସେଥିପାଇଁ ଛାଡ଼, ସେ ତ ଗଲେ ଗଲେ, ତାପରେ ସେମିତି ଭୁଲ ଆଉ କେବେ ମୁଁ କରିବିନି। ତ ଆପଣଙ୍କ ମାଧ୍ୟମରେ ମୁଁ ବହୁତ କିଛି, ମାନେ ମୋ ଲାଇଫର ବହୁତ କିଛି ଚେଞ୍ଜେସ୍ ହେଇଛି। ବହୁତ ଖୁସି ଲାଗୁଛି ସାର୍। ମୋ ଦୈନନ୍ଦିନ, ମୋ ଆର୍ଥିକ, ମାନସିକ, ଡେଲି ଲାଇଫରେ ମୁଁ ତାକୁ ୟୁଜ୍ କରିବି। ତା ସହିତ ଆପଣଙ୍କୁ ଗୁରୁ ଭଳିଆ ମୁଁ ଆପଣଙ୍କୁ ମୋ ଲାଇଫରେ ଯେହେତୁ ମୁଁ ଅଛି, ଆପଣଙ୍କୁ ଗୁରୁ ଭଳିଆ ମାନିକି ରହିବି। ଆପଣଙ୍କର ପ୍ରତ୍ୟେକ ବାକ୍ୟକୁ ମୁଁ ଅକ୍ଷର ଅକ୍ଷର ପାଳନ କରିବି। ବହୁତ ଠିକ ସାର୍, ଅଛି, ମତେ ବହୁତ ଖୁସି ଲାଗିଲା। ମୋ ଲାଇଫରେ ବହୁତ ଇମ୍ପ୍ଲିମେଣ୍ଟ କରିବି। ଏହା ସାର୍ ମତେ କହୁଛି। ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ, ଅଲୱେଜ ବ୍ଲେସିଂ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ହାତ ଛାଡନ୍ତୁନି, ସାଥ ଛାଡନ୍ତୁନି, ଗୋଟିଏ ଟ୍ୟାଗ ନା ମୋର। ନା ସାର୍, ସାର୍ ମୁଁ ଆପଣଙ୍କ ସହିତ ଅଛି, ଆଗକୁ ରହିବି। ମୁଁ ଗୁରୁଙ୍କ ବିନା ସାର୍, ବିନା ଗୁରୁରେ ସାର୍ କୌଣସି ସିଦ୍ଧ ହୁଏନି ସାର୍। ରାଇଟ୍, ବହୁତ ବହୁତ ଖୁସି ଲାଗୁଛି ଯେତେବେଳେ ଆପଣ ମେଡିଟେସନ ମୁଁ ଦେଖୁଛି, ବହୁତ ଖୁସି ଲାଗୁଛି। ମାନେ ଏତେ ଏକ୍ସପ୍ରେସନ ରେ ଆପଣ ଭାବନା ସହିତ, ଇମୋସନ ସହିତ କରୁଛନ୍ତି, ମଜା ଆସିଯାଉଛି। ମାନେ ମୁଁ ଦିନେ ଏମିତି କରୁଥିଲି, ମୁଁ କରୁଥିଲି ଦିନେ, ସେଥିପାଇଁ ମତେ ଖୁସି ଲାଗୁଛି ଯେ ମୋର ଗୋଟେ ପ୍ରତିଛବି ଜଣେ ବସିଛନ୍ତି ଏଠି। ମୁଁ ରାତି 4ଟା ବେଳକୁ ଉଠିକି କରେ ମେଡିଟେସନ। ସାର୍ ହଁ ସାର୍, ଏଇ ଯୋଉ ମେଡିଟେସନ ଟା ଆକ୍ଚୁଆଲି ବ୍ରହ୍ମ ମୁହୂର୍ତ୍ତରେ କଲେ ବହୁତ ବଢିଆ ସାର୍। ଦେଖନ୍ତୁ, ବହୁତ ବଢିଆ, ମୁଁ ବି ଜାଣିଛି। ହଁ ସାର୍, 100%। ଆଜ୍ଞା ଆଜ୍ଞା। ବଟ୍ କୁହନ୍ତୁ କେତେ ଜଣ ସକାଳ 4ଟାରୁ ଉଠି ପାରିବେ? ଆପଣ, ମୁଁ ଯଦି କହିବି 10,000 ଟଙ୍କା ଦେଇକି ମୁଁ ଶିଖେଇବି, ଆପଣ ଆସନ୍ତୁ, ଆପଣ 10,000 ଦେଇଦେବେ, କେହି 4ଟା ରାତିରୁ ଉଠିବେନି, କେହି ଉଠିବେନି। ଏଇଟା ପୁରା ମୁଁ ମାନେ କଣ, ପୁରା ଛାଣି ଛାଣିକିରି ମୁଁ ଆଜ୍ଞା ଆଜ୍ଞା ଦେଖିଛି। ଆଜ୍ଞା 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 ସେସବୁ ମୁଁ ସକାଳୁ 5ଟା 15ରେ କଲି, 5ଟାରେ କଲି। ଆଜ୍ଞା ଆଜ୍ଞା 5ଟା କଲା ପରେ ବି କଲ୍ କରିବାର, ଗ୍ରୁପ କଲ୍ କରିବାର, ଉଠେଇବା ପାଇଁ ନା ଆଜ୍ଞା ହେଇପାରିଲାନି। କିଛି ପରସେଣ୍ଟେଜ ବଢିଲା, କିନ୍ତୁ ପିଓର ହେଇପାରିଲାନି। ତେଣୁକି ତାପରେ ଡିସାଇଡ କଲି, ନାଇଁ ରାତିରେ କରିବା। ରାତିରେ କଲି, ରାତିରେ ଆଟଲିଷ୍ଟ 80% ଆସିଲେ।
ରାଇଟ୍। ଆଜ୍ଞା ବାକି ଯୋଉମାନେ ବହୁତ ସିରିୟସ୍ ଅଛନ୍ତି ସେମାନେ 4ଟାରୁ ଉଠି ଯାଇକିରି କରିପାରିବେ। ବଟ୍ ସମସ୍ତେ ଏତେ ସିରିୟସ୍ ନାହିଁ, କାହିଁକିନା ସିରିୟସ୍ ଦେଖନ୍ତୁ ସମସ୍ତଙ୍କର ଜୀବନରେ ଆଜ୍ଞା ଆଜ୍ଞା କାମ, ଫ୍ୟାମିଲି, ଅଫିସ, ଆଜ୍ଞା ଜବ୍, ୟେସ୍ ୟେସ୍ ବିଜନେସ୍ ସବୁ ଜିନିଷ ଚାଲିଛି। ତ 4ଟାରୁ ଉଠିବା ନା ପସିବଲ ହଉନି, କାହିଁକି ନା ଆଜିକା ଲାଇଫ ଷ୍ଟାଇଲ ହେଇଗଲାଣି ରାତି 12ଟା ନହେଲେ ଶୋଉନାହାନ୍ତି କିଏ। ଆଜ୍ଞା ଆମେ ଛୋଟବେଳେ ଗାଁ କଥା କହୁଛେ, 7ଟା ହେଲେ ଆମେ ଖାଇଦେଇକି ଶୋଇ ପଡୁଥିଲେ ଗାଁରେ। ଏବେ ଆଜ୍ଞା ରାତି ଆଜ୍ଞା ଆଜ୍ଞା 11ଟା ଯାଇ ମାନେ ବାରଣ୍ଡାରେ ବସିକିରି ହ୍ୱାଟ୍ସଆପ୍ ଫେସବୁକ୍ ଚଲେଇ ଥାଉଛନ୍ତି। ଆଜ୍ଞା ଆଜ୍ଞା ବିଲିଭ କରିବେନି, ଛୋଟ ଛୁଆ ଯାକ ବସିକିରି ସେ ରିଲ ଫିଲ୍ ସବୁ ଇନଷ୍ଟାଗ୍ରାମ ସବୁ ଦେଖନ୍ତି ସବୁ ରାତି ଆଜ୍ଞା 12 ଯାଏ। ସମୟକୁ ନଷ୍ଟ କରୁଛନ୍ତି ଆଜ୍ଞା। ନିଶ୍ଚୟ ସମୟର ଭ୍ୟାଲୁ କରୁଛନ୍ତି। ଦେଖନ୍ତୁ ସମୟର ଭ୍ୟାଲୁ ସମୟକୁ ଜାଣି ପାରୁନାହାନ୍ତି। ଯୋଉମାନେ ଜାଣନ୍ତି ସମୟର ଭ୍ୟାଲୁ ସେମାନେ ନଷ୍ଟ କରିବେନି। ଜଣେ ଯଦି ଜାଣିପାରୁନି ମୁଁ ସମୟକୁ ନଷ୍ଟ କରୁଛି, ତାକୁ ଆମେ କହିଲେ ବି କିଛି ଫରକ ପଡିବନି, କାହିଁକିନା ସେଥିରେ ତାକୁ ଖୁସି ମିଳୁଛି। ସିଏ ଭାବୁଛି ଏ ଲୋକଟା ମତେ କହୁଛି ସମୟକୁ ମୁଁ ନଷ୍ଟ କରୁଛି, ଆରେ ମୁଁ ତ ଏଠି ଖୁସି ପାଉଛି। ମୁଁ ଟିକଟକ୍ ଦେଖୁଛି କି ନହେଲେ ରିଲ ଦେଖୁଛି କି ଫେସବୁକ୍ ଦେଖୁଛି, ମୁଁ ତ ଏଠି ଖୁସି ପାଉଛି। ଏ ଲୋକଟା ମତେ କେମିତି କହୁଛି ସମୟକୁ ନଷ୍ଟ କରୁଛି, ଏମିତିଆ କୋଶ୍ଚିନ୍ ଆସିବ। ଆଜ୍ଞା ରାଇଟ୍। ତେଣୁକରି ସମୟର ଅଭାବ ଯାହା ପାଖରେ ନା, ଯାହା ପାଖରେ ଅଛି, ରାସ୍ତା ଅଛି, ଟ୍ରାକ୍ ଅଛି, କି ମତେ ଏଠି ପହଞ୍ଚିବାର ଅଛି, ଏହା କରିବାର ଅଛି, ଦୁନିଆକୁ ଦେଖେଇବାର ଅଛି, ସେମାନଙ୍କୁ ଏସବୁ ଫେସବୁକ୍ ଇନଷ୍ଟାଗ୍ରାମ କିଛି ଫରକ ପଡିବନି। କିଛି ଫରକ ପଡିବନି। ମୁଁ ତ କହୁଛି ନା 3 ବର୍ଷ ହେଲା ମୁଁ କୋଉ ଚାହା ଦୋକାନ ନାହିଁ, କୋଉଠି କାହା ସହିତ ଗପ ନାହିଁ, କାହା ସହିତ ଫୋନ ଫାନ୍ ନାହିଁ, ନା ଫେସବୁକ୍ ନା ଇନଷ୍ଟାଗ୍ରାମ, କିଛି ମୁଁ କାହା କିଛି ୟୁଜ କରୁନି ଲାଷ୍ଟ 3 ବର୍ଷ ହେଲାଣି। କାହିଁକିନା ମୁଁ ଜାଣିଛି ମତେ ବହୁତ କିଛି କରିବାର ଅଛି। ମୁଁ ଯଦି ମୋର ଏଇ ସମୟଟା ଯଦି ପଳେଇଯିବ, ମୁଁ ଆଉ ପର ମୁହୂର୍ତ୍ତରେ ମୁଁ ସମୟ ବି ପାଇବିନି। ମୁଁ କାହିଁକି ଏ ସମୟକୁ ନଷ୍ଟ କରିବି? ମୁଁ ଏଇ ସମୟର ଇମ୍ପୋର୍ଟାନ୍ସ ଏତେ ଭ୍ୟାଲ୍ୟୁ ମାନୁଛି ଯେ ମୋ ଜୀବନ ମୁଁ ପରିବର୍ତ୍ତନ କରୁଛି, ତା ସହିତ ଲୋକଙ୍କ ଜୀବନ ବି ପରିବର୍ତ୍ତନ କରିବା ପାଇଁ ମୋ ପାଖରେ ସ୍କୋପ ଅଛି। ତେଣୁ ଏ ସମୟ ଆଉ ଚାହିଁଲେ ମୁଁ ପାଇବିନି। ମୁଁ କାହିଁକି ସମୟ ବର୍ବାଦ କରିବି? ମୋର କଣ ଆବଶ୍ୟକ? ବର୍ବାଦ କଲେ କଣ ମିଳୁଛି ମତେ? ଏ ଗୋଟିଏ ଜିନିଷ ନିଜକୁ ପଚାର, ଦେଖି ସବୁ ରାସ୍ତା ଖୋଲିବ। ରାଇଟ୍। ସାର୍ କଣ କହୁଥିଲି କି, ମୋର ଯିଏ ଜୀବନ ସାଥୀ ଥିଲେ ଟିକେ ଟିକେ ଭୁଲ ପାଇଁ, ଏଇ ଯୋଉ ଆପଣଙ୍କର ଯୋଉ ଦେଲେ ମେଡିଟେସନ, ଯଦି ଏଇ ଜିନିଷଟା ମୁଁ ଜାଣିଥାନ୍ତି, ଆଜି ମୋ ପାଖରେ ଥାନ୍ତେ, ଆମେ 2 ଜଣ ମିଶିକି ମେଡିଟେସନ କରିଥାନ୍ତେ। କିନ୍ତୁ ଏଇ ଜିନିଷ ମୁଁ ଜାଣିନଥିଲି, ଯାହା ଦ୍ୱାରା କି ମୁଁ ଆଜି ଠିକ କିଛି ଅଛି, ନାହିଁ ସାର୍, ନିଜକୁ ସେଟା ଗିଲ୍ଟି ଫିଲ୍ କରନ୍ତୁନି। ଗିଲ୍ଟି ଆଜ୍ଞା ଫିଲ୍ ନା ନା ସବୁ କରନ୍ତୁନି। ବହୁତ ଖୁସି ସାର୍, ମୁଁ ସେଥିପାଇଁ ବହୁତ ଖୁସି। ତେଣୁ ଯାହା ହେଇଛି ସେଟା ପ୍ରକୃତିର ଆଜ୍ଞା ନିୟମ ଅନୁସାରେ ହେଇଛି। ଆମେ ଆଜ୍ଞା ଆଜ୍ଞା ପ୍ରକୃତିର ଆଜ୍ଞା ନିୟମକୁ ଚେଞ୍ଜ କରିପାରିବାନି। ଯଦି ଚେଞ୍ଜ କରିବା, ପ୍ରକୃତି ବିରୋଧରେ ଆମେ କଣ ଆଜ୍ଞା ଏଗେନଷ୍ଟରେ ଯିବା। ଆଜ୍ଞା ୟେସ୍ ଅଲ୍ଟିମେଟଲି ସାର୍। ତାର ଅସୁବିଧା ଆମକୁ ଉପରେ ପୁଣି ରିଆକ୍ସନ ଆସିବ, ଯଦି ପ୍ରକୃତିର ବିରୋଧରେ ଯିବା। ନାଇଁ ନାଇଁ ସେ ପ୍ରକୃତି ବିରୋଧୀ ନାହିଁ, ଆପଣ ଯଦି ବୁଝିଲ ନା? ତେଣୁ ଯାହା ଆଜ୍ଞା ହେଇଛି, ଯାହା ଘଟିଛି, ସେଟା ଉପର ବାଲା ସେ ଲେଖିଛନ୍ତି। ଆପଣ କଣ ଲେଖିଛନ୍ତି ନା ଆଜ୍ଞା ଆପଣଙ୍କ ଆଜ୍ଞା ହାତରେ ଅଛି? ନାଇଁ ନାଇଁ ଆପଣ ଦୁନିଆରୁ ପଳେଇଯିବେ, ଆପଣଙ୍କ ହାତରେ ଅଛି କି? ନାଇଁ ନାଇଁ ସାର୍, କେବେ ଯିବେ ଆପଣଙ୍କ ହାତରେ ଅଛି କି? ଆମ ହାତରେ କିଛି ନାହିଁ, ଜନ୍ମର କିନ୍ତୁ ଯେତିକି ଦିନ ଅଛି ଆମେ ଭଲରେ ରହିବା ଦରକାର। ଆଜ୍ଞା ଆଜ୍ଞା ବହୁତ ଭଲ ରହିବ। ରାଇଟ୍। ଥ୍ୟାଙ୍କ ୟୁ ସାର୍, ବହୁତ ଭଲ ସାର୍। ଥ୍ୟାଙ୍କ ୟୁ। ଓକେ, ଆଉ ଜଣଙ୍କ ସହିତ କଥା ହବା, ତାପରେ ଆଜିର କଣ ଅଛି ଟପିକ ଦେଖିବା। ତାପରେ ତା ସହିତ କଥା ହବା, କୁହନ୍ତୁ। ସମୀର ସାର୍, ସମୀର ଧୀର, ନମସ୍କାର। ସାର୍ ନମସ୍କାର ସାର୍। କୁହନ୍ତୁ, ଭଲ ଖବର କଣ କୁହନ୍ତୁ ଆଜି? ସାର୍ ବହୁତ ବଢିଆ ଲାଗୁଛି ସାର୍। ସାର୍ ବହୁତ ବଢିଆ ଲାଗୁଛି ସାର୍। ଏ 5 ଦିନର ଏକ୍ସପିରିଏନ୍ସ କୁହନ୍ତୁ। ପ୍ରଥମେ ଆପଣଙ୍କଠୁ 5 ଦିନର ଏକ୍ସପିରିଏନ୍ସ ନେବା, ମେଡିଟେସନ ଏକ୍ସପିରିଏନ୍ସ ନେବା, କୁହନ୍ତୁ। ସାର୍ ମୁଁ ଡେଲି ସାର୍ ରାତିରେ 3:30ରେ ଉଠେ ଡେଲି। ଗୁଡ୍। ରାତି ବ୍ରହ୍ମ 4ଟାରେ ମୁହୂର୍ତ୍ତରେ ଯୋଉ ଉଠିବା ଦିନ ଆରମ୍ଭ ବହୁତ ହେଲା ସୁନ୍ଦର। ସେଦିନ ହଁ ସାର୍, ଆଉ ଡେଲି 4ଟାରେ ମୁଁ ପ୍ରେୟାର କରେ। ଆଉ ଆଜି ମର୍ଣ୍ଣିଂରେ ଆପଣ ନିଜେ ଆସିଥିଲେ ପ୍ରେୟାରରେ। ଆରେ ବା। ଆପଣ ନିଜେ ଆସିଥିଲେ ପ୍ରେୟାର 4ଟାରେ। ତାର ମର୍ଣ୍ଣିଂରେ 8ଟାରେ ମତେ ଆସିଲେ, ମତେ କହିଲେ ଯେ 5 ମିନିଟ୍ ଫେର ପ୍ରେୟାର କରିବା ବେଳେ, ଫେର ଘରେ ଅଟକିଲି, ଫେର ପ୍ରେୟାର କଲି। ଅଫିସରେ ଥିଲି 10 ବଜେ ମତେ ନିର୍ଦ୍ଦେଶ ଆପଣ ଆସି କହୁଥିଲେ 3 ମିନିଟ୍ ପ୍ରେୟାର କରିବା ଲାଗି, ଫେର 3 ମିନିଟ୍ ପ୍ରେୟାର କରିଛି ଆଜି। ଏମିତି ମୋର ଲାଇଫରେ ସାର୍ ଆଜି ହେଇଛି 3 ଦିନ ଅଲୱେଜ 3 ଟାଇମ୍। ବ୍ଲେସିଂ। ଥ୍ୟାଙ୍କ ୟୁ ସାର୍। ଧନ୍ୟବାଦ। ମେଡିଟେସନ ଥ୍ୟାଙ୍କ ୟୁ କୁହନ୍ତୁ, ସାର୍। 6 ଦିନର କ୍ଲାସ ଆପଣଙ୍କୁ କେମିତି ଲାଗିଛି, ଆଉ ମେଡିଟେସନ ଆପଣଙ୍କୁ କେମିତି ଲାଗିଛି? ସାର୍ ଏଇ ଜିନିଷଟା ମୁଁ ବହୁତ ଦିନ ଖୋଲିଥିଲି, କିନ୍ତୁ କେବେ ପାଉନଥିଲି। ମତେ ଏଇଟା ମୋର ଜୀବନ ଲାଇଫ ପୁରା ଚେଞ୍ଜ କରିଦବ। ମୋର ଏ ପୁରା ପୂର୍ଣ୍ଣ ଦୃଢ ବିଶ୍ୱାସ।
ଆଉ ଇଆଡୁ ସିଆଡୁ ବହୁତ ଜିନିଷ ଶିଖିବାକୁ ଚେଷ୍ଟା କରୁଥିଲି, କେବେ କିଛି ଜିନିଷ ମିଳିନଥିଲା ମତେ। ଦେଖିଲେ ରାଇଟ୍। ସେମିତି କିଛି ମତେ କିଛି ଫାଇଦା ମିଳିନଥିଲା ଦେଖିଲେ ବି। ଆଉ ବିରକ୍ତି ହଉଥିଲେ ବି ଦୁନିଆରେ ଏମିତି କଣ ଜିନିଷ କିଛି ନାହିଁ କି ମୋ ନିଜର ଭଲ ହେଇପାରିବ। ଲାଷ୍ଟ କି ଆପଣଙ୍କୁ ହିଁ ମିଳିଛି ଏଇଟା। ଏଇଟା ଆପଣଙ୍କର ଡିଭାଇନ ସମୟ ଥିଲା, ଡିଭାଇନ ଟାଇମ ଥିଲା, ହଁ ସେଠି ସାର୍। ଆମେ ମିଶି ପାରିଲେ। ସାର୍ ବହୁତ ଟେନସନ ହଉଥିଲି ସାର୍, ବହୁତ ଟେନସନ ଥିଲି। ତାପରେ ଆପଣଙ୍କର ମୋବାଇଲ ଦେଖୁଥିଲି, ଆପଣଙ୍କର ଆସିଲା ଏଇଟା। ସାଙ୍ଗେ ସାଙ୍ଗେ ଆପଣଙ୍କର ରେଜିଷ୍ଟର କଲେ ଏଇଟା। କିଛି ନାହିଁ, ମୁଁ ଆସି ଯାଇଛି, ଟେନସନ ଆସିଛି ମାନେ ମତେ ଫୋନ କରନ୍ତୁ, ହଁ ମୁଁ ସାର୍। ସବୁ ଟେନସନ ହଁ ସାର୍ ଦୂର ଏବେ କରିବି। ସାର୍, ଏବେ ସାର୍ ଆମର ତ କନେକ୍ସନ ଆଉ ଟେନସନ ନାହିଁ ମୋର। ଆପଣ ତ ନିଜେ ଆସି ଆସୁଛନ୍ତି ଆଉ ଆମର ତ ନିଜେ ଆମର ଗୁରୁ ହେଲେ ଆଉ ସାର୍। ଯା ହଉ, ବହୁତ ସୁନ୍ଦର, ବହୁତ ସୁନ୍ଦର, ବହୁତ ହଁ ସୁନ୍ଦର। ସାର୍, ବହୁତ ବଢିଆ ଲାଗିଲା ସାର୍ ଆଜି। ଥ୍ୟାଙ୍କ ୟୁ। ଥ୍ୟାଙ୍କ ୟୁ ସାର୍। ନମସ୍କାର। ଓକେ, ଆଉ ଟିକେ ନେଇଯିବ, ଆଜି କଥା ହେବା ପାଇଁ ଇଚ୍ଛା ହଉଛି। ପରମେଶ୍ୱର ଜେନା ସାର୍ ଅନମ୍ୟୁଟ କରନ୍ତୁ। ନମସ୍କାର। ସାର୍ ନମସ୍କାର, ନମସ୍କାର ସାର୍। ହ୍ୟାଲୋ କୁହନ୍ତୁ। ସାର୍, ନମସ୍କାର। ବହୁତ ନମସ୍କାର। ବଢିଆ ଲାଗିଲା। ମୁଁ ତ 2 ଦିନ କଣ୍ଟିନ୍ୟୁ ଘର ପାଖରେ ରହିକି ପାରିଲିନି, ଲାଷ୍ଟରେ ଦୋକାନକୁ ଆସିକି ବହୁତ ବଢିଆ ଲାଗିଲା ଏବଂ ବହୁତ ବହୁତ ଶାନ୍ତି ବି ଲାଗୁଛି। କାହିଁକିନା ଆଗରୁ ବି ମୋର ଟିକେ ଟଚ୍ ଥିଲା, ତାପରେ ଏଇଟାକୁ ପୁଣି ଆଉଥରେ ରିଚାର୍ଜ କଲା ବେଳକୁ ଆହୁରି ବଢିଆ ଲାଗିଲା। ଚକ୍ର ବିଷୟରେ ମୋର ତ ଅଳ୍ପ ସ୍ୱଳ୍ପ ଟିକେ ଧାରଣା ଥିଲା, ତାପରେ ପୁରା ଫୁଲ ଇଏରେ ଆସିଲା ବେଳକୁ ଆହୁରି ଫୁଲ ଏନର୍ଜେଟିକ ଆସିଲା। ଫୁଲ ଆସିନାହାନ୍ତି, ଚକ୍ର ଉପରେ ଆହୁରି ନଲେଜ ଦେଇନି ମୁଁ। ନା ନା, ଯେତିକି ଆସିଛି ସେତିକିରେ ମୋର ଯେତିକି ଇଏ ମିଳୁଛି ବହୁତ ବଢିଆ ଲାଗୁଛି। ଏବେ ଆହୁରି ମୋର ଜାଣିବାର ଅଛି ବହୁତ କିଛି, କାହିଁକି ଚକ୍ର ନା ମୋ ନଲେଜ ଆହୁରି ଅଛି, ବହୁତ ଅଛି, ଆହୁରି ବହୁତ ଅଛି। ମୁଁ ତାର କହିବି। ଗୋଟେ ଜିନିଷ ମୁଁ ସେୟାର କରିବି। ମୁଁ ସାଧନା କ୍ଷେତ୍ରରେ ବି ମୁଁ ଯାଇଛି ଯୋଉ ଗୁରୁଙ୍କ ମାନଙ୍କ ପାଖକୁ, ସେମାନେ ଏସବୁ ବିଷୟରେ ଟୋଟାଲ ମତେ କିଛି ଜଣାଉନାହାନ୍ତି। ସେମାନେ କଣ ଜାଣିଥିବେ କି ନ ଜାଣିଥିବେ ମୁଁ ଜାଣିନାହିଁ, ତେବେ ତାଙ୍କୁ ବି ମୁଁ କୋଶ୍ଚେନ କରିଥିଲି, ସେମାନେ କିଛି କହିଲେନି, କହିଲେ ପରେ ତୁ ଜାଣିବୁ ଯା। ମତେ ଲାଗୁଛି ତାଙ୍କ ପାଖରେ ଏ ସବୁ ନଥିବ। ଦେଖନ୍ତୁ, ଗୁରୁ କିନ୍ତୁ ବହୁତ ଅଛନ୍ତି, କପି ପେଷ୍ଟ ଗୁରୁ, ରାଇଟ। ଆଜ୍ଞା, ଆଜ୍ଞା, ନିଜର ଏକ୍ସପିରିଏନ୍ସ ଥିବା ଦରକାର, ନିଜେ ସେଇ ରାସ୍ତାରେ ଆସିଥିବା ଦରକାର। ଯଦି ଜଣେ ସେଇ ରାସ୍ତାରେ ଯାଇଛି, ତାହେଲେ ସେ କଷ୍ଟରୁ ବାହାରିକିରି ଯଦି ଯାଇଥିବ, ତାହେଲେ ଆଜ୍ଞା। ତାଙ୍କ ଜୀବନରେ ଯିଏ ଆସିବ ନା, ତାଙ୍କୁ ସେ ରାସ୍ତାରେ ନେଇପାରିବେ। ମୋର ତ ଆଚ୍ଛା ଷ୍ଟୋରି ସେ ଆପଣ ମାନେ କେହି ଜାଣିନାହାନ୍ତି, ମୁଁ କୋଉ ଲେବଲରୁ ନା ଆସିକି କୋଉ ଜାଗାକୁ ଏବେ ଆସିଛି, କେହି ଜାଣିନାହାନ୍ତି। ନା ସମୟ ନା, ଆସିଲେ ମୋ ଗୁରୁ ମତେ କହୁଥିଲେ ଯେ ତମ ଷ୍ଟୋରି କୁହ। ମୁଁ କହିଲି ସାର୍, ମୁଁ ଯଦି ମୁଁ ଷ୍ଟୋରି ଯଦି ଆପଣଙ୍କୁ ଏଠି କହିଦେବି, ମୋ ଷ୍ଟୋରି ମୁଁ ଦିନେ ବିକିବି, 1,00,00,000 ବିକ୍ରି କରିବି। ମୋ ଷ୍ଟୋରି, ମୁଁ ଗୋଟେ ସମୟ ଆସିବ, ମୁଁ 1,00,00,000 ବିକ୍ରି କରିବି, ହସି ହସିକିରି। ଅତି କମରେ 1,00,00,000 ମୁଁ ବିକ୍ରି କରେ। ମୁଁ ଏମିତି ଆଲତୁ ଫାଲତୁରେ ମୋ ଷ୍ଟୋରି କାହା ଆଗରେ ମୁଁ ପ୍ରକାଶ କରିବା ପାଇଁ ଚାହୁଁନି। ଆଉ ସେଦିନଠୁ ମୋ ଗୁରୁ ମତେ ପଚାରିବା ଭୁଲିଗଲେ। ନା ନା, ଯାହା ବି କରିବି ମୁଁ ୟାଙ୍କୁ ପଚାରିନି, ଅନ୍ୟ କାହାକୁ ନା ପଚାରି ୟାଙ୍କୁ ପଚାରିବି। ତେଣୁକରି ହୁଁ ମୁଁ ହୁଁ ଆସିଛି ସେ ରାସ୍ତାରେ, ମୁଁ ଜାଣିଛି, ରୁଟ ରୁ ଜାଣିଛି। ଯଦି ମୁଁ ଜାଣିଛି, ତାହେଲେ ମୁଁ ଅନ୍ୟ ଜଣଙ୍କ ଜୀବନ ପରିବର୍ତ୍ତନ କରିପାରିବି। ଆଉ ଯଦି ଜଣେ କପି ପେଷ୍ଟ କରିବ, ସେ ପାଠର ମୂଲ୍ୟ କଣ ବୁଝିପାରିବ କି? ଯାହା ଅଛି ତାକୁ ସେ ପାଠ ପଢିବନି, କପି ନେଇକି ଯିବ, ଡାଇରେକ୍ଟ ଏ କ୍ୱେଶ୍ଚନ ଆନ୍ସର ଲେଖିଦବ। ସେଥିରେ କଣ କିଛି ଭ୍ୟାଲ୍ୟୁ ଅଛି କି କହୁନାହାନ୍ତି? କିଛି ଅଛି? ନା ନା, କିଛି ନାହିଁ ସେଥିରେ। କିନ୍ତୁ ତେଣୁକରି ସାର୍ କପି ମୁଁ ଗୋଟେ ପେଷ୍ଟ ଗୁରୁ ବହୁତ ଆଜିକା ଡେଟରେ ମାର୍କେଟରେ ମିଳିଯାଉଛନ୍ତି। ଏବେ ଯେତେବେଳେ ଅନଲାଇନ ହେଇଗଲାଣି ନା, କପି ପେଷ୍ଟ ଗୁରୁ ଆପଣ ମାର୍କେଟରେ ବହୁତ ଖୋଜିଲେ ପାଇବେ। ତେଣୁ ନା ଇଏ ତ ମୁଁ ତ ଗୁରୁ କରନ୍ତୁ, କିନ୍ତୁ ଦେଖନ୍ତୁ ସେ ଗୁରୁ ତାର ଜୀବନ କୋଉଠି ଥିଲା ଆଉ କୋଉଠିକି କିଛି ଭଲ ରାସ୍ତାକୁ ସେ ଆସିପାରିଛି କି ନାହିଁ। ଯଦି ଆସିଛି, ତାହେଲେ ଜାଣିବେ ଯେ ଆପଣଙ୍କର ଜୀବନ ସେ ପରିବର୍ତ୍ତନ କରିପାରିବେ। ଅଦରୱାଇଜ ସେ ସମସ୍ତଙ୍କୁ ଯେମିତି କପି ପେଷ୍ଟ କରିଛନ୍ତି, ସେମିତି ହିଁ କପି ପେଷ୍ଟ ମାଧ୍ୟମରେ ଆପଣଙ୍କୁ ବିଦାୟ କରିଦେବେ। ମୁଁ କେବେ ବି କହୁନି ମୋ ସହିତ ଯୋଉମାନେ ଯୋଡିକି ଅଛନ୍ତି, ମୁଁ ସବୁଦିନ ସେମାନଙ୍କ ସହିତ ରହିବି। ମୁଁ କେବେ କହୁନି ଯେ 6 ଦିନ ପରେ ମୋ ଜୀବନରୁ ସେମାନେ ଚାଲିଯିବେ। ଲାଷ୍ଟ ବ୍ୟାଚ୍ ରେ ବି ସାର୍ ଜଣେ କହିଲେ, ସାର୍ 6 ଦିନ ପରେ ସମସ୍ତେ ଯାହା ବି ସେ ବାସ୍ତୁଶାସ୍ତ୍ର ହଉ କି ନହେଲେ ନମ୍ବ୍ରୋଲୋଜି ହଉ, ଯେତିକି ବି ମୁଁ ପାଠ୍ୟକ୍ରମ ପଢିଛି, କୋର୍ସ ସରିଗଲେ ସାର୍ ଆଉ ଆଜ୍ଞା, କିଏ କାହାକୁ ପଚାରୁନାହାନ୍ତି। ମୁଁ କହିଲି ସେ ଭୁଲ ମୋ ପାଖରେ ହବନି, ରାଇଟ୍। କୋର୍ସ ସରିଲେ ବି ମୁଁ ଅଛି, କୋର୍ସ ନ ସରିଲେ ବି ମୁଁ ଅଛି, ରାଇଟ୍। ତେଣୁକରି ସେଇଟା ସେଇ ହଉଛି ଚିନ୍ତାଧାରା ରଖନ୍ତୁ ମନ ଭିତରେ। ନା ନା, ମୋର ସେଇଟା ଗୋଟେ ବଡ ବଡ ଜିନିଷ ଥିଲା। ମୁଁ ଆପଣଙ୍କ ଉପରେ ସେଇଟା କ୍ଲିୟର କରିଦେଲେ ବହୁତ ବଢିଆ ଲାଗିଲା। କାହିଁକି ନା ମତେ ଟିକେ ଖାଲି ଅଳ୍ପ ଜିନିଷ ଦେଇକି ଯୋଉ ଗୁରୁ ଦେଇଛନ୍ତି, ଅବଶ୍ୟ ତାଙ୍କ ନାଁରେ ମୁଁ ବ୍ଲେମ କରୁନାହିଁ,
କାହିଁକିନା ଯାହା ବି ହେଲେ ସେ ମୋର ଗୁରୁ। ସେ ଅଳ୍ପ ଦେଇକି ଆଉ ତ କିଛି ତୋର ଦବା ନା ଧରୁନାହାନ୍ତି, ଟୋଟାଲ ଧରା ଛୁଆଁ ଦଉନାହାନ୍ତି। ଛାଡି ଦିଅନ୍ତୁ, ତେଣୁ ଯୋଉଠି ମିଳିବାକୁ ଥିବ ନା ମିଳିଯାଆନ୍ତା, ଯଦି ମିଳିଲାନି ଆଜ୍ଞା, ତାହେଲେ ଆମ ଆଗକୁ ଯିବାର ଅଛି, ସେଠି ଷ୍ଟକ୍ ହେଇ ରହିବାର ନାହିଁ। ନା ମୁଁ ସେଇଠି ଷ୍ଟପ୍ ହେଇକି ରହି ନାହିଁ, ତେଣୁ ସେଠୁ ଛାଡିକି ପୁଣି ପୁଣି ଯୋଉଠି ଯାହା ମିଳୁଛି ମୁଁ ପଶି ଯାଉଛି। ନିହାତି ନିହାତି। ଆପଣଙ୍କ ସହିତ ହେଇ ଆଟାଚ୍ ହେଇଗଲେଣି। ତାପରେ ଆପଣଙ୍କ ଦ୍ଵାରା ମୋର ବହୁତ କିଛି ଅଛି, ମୁଁ ଭାବି ସାରିଛି ବା ଜାଣି ସାରିଛି, ଯାହା ଦ୍ୱାରା କି ମୁଁ ବହୁତ କିଛି ପାଇପାରିବି, ଏଞ୍ଜେଲ ବହୁତ ବିସ୍, କିଛି ମିଳିବ। ଏଞ୍ଜେଲ ବିସ୍। ଆଜ୍ଞା, ଥ୍ୟାଙ୍କ ୟୁ ସାର୍, ଓକେ, ଧନ୍ୟବାଦ। ଧନ୍ୟବାଦ ସାର୍। ବିଜୟ କୁମାର ମୁଦୁଲି, ବୋରିଂ ଲାଗିଲାଣି? ଟିକେ ଇଣ୍ଟରାକ୍ସନ ହଉଛି, ଟିକେ କଥା ଶୁଣ, ଟିକେ ଭଲ ଲାଗିବ। ବହୁତ ଖୁସି ଲାଗୁଛି ସମସ୍ତେ ଯେତେବେଳେ ୱାନ୍ ଟୁ ୱାନ୍ କଥା ହଉଛି, ମଜା ଲାଗୁଛି। ମଜା ଲାଗୁନି? ବିଜୟ କୁମାର ମୁଦୁଲି କୁଆଡେ ପଳେଇଲେ? ସାର୍ ମୁଁ ଶୁଣୁଛି ସାର୍, ମତେ ଶୁଣୁଛି। ଲାଗିଲା ଟିକେ ବୋର ଫିଲ୍ ହଉଛି ବୋଲି, ମୁଁ ସେଥିପାଇଁ ନାଇଁ ନାଇଁ ପଚାରିଲି, ନାଇଁ ନାଇଁ ତ? ବୋରିଂ ଲାଗୁନି। ଚାଲନ୍ତୁ, ମ୍ୟାଡାମକୁ ରଖିଛି, ପଛେ ପଚାରିବି। ଓକେ, ମ୍ୟାକ୍ସିମମ୍ ହେଇଗଲେଣି 1 2 3 4 5 6 7 8 ଜଣ, ଆଉ ଆଉ 4 5 ଜଣ ରଖିବେ, ପରେ କଥା ହବା, ଠିକ ଅଛି? ଚାଲନ୍ତୁ, ଯୋଉଥିପାଇଁ ମୁଁ କହୁଥିଲି 6 ଦିନ, ଡେ 6 ଟାକୁ ଆମେ ଟିକେ ଅପେକ୍ଷା କରିବା, ସେଠି ଦେଖିବା ଏଞ୍ଜେଲଙ୍କର ଶକ୍ତି କଣ। ତ ଆଜି ସେ ସମୟ ଆସିଯାଇଛି, ଯାହା ଆମେ ପାଠ୍ୟକ୍ରମ ଏଞ୍ଜେଲଙ୍କ ଉପରେ ଜାଣିବା କଥା ଡିଟେଲ ଭାବରେ ଆମେ ଜାଣିଗଲେ। ଏବେ ଦେଖିବା ଏଞ୍ଜେଲଙ୍କର କଣ ସେ ଡିଭାଇନ ପାୱାର ଅଛି, ଯୋଉଥିରେ କି ଆମେ ସବୁ ଆମ ହାତରେ ସମ୍ଭବ ହେଇପାରିବ, ରାଇଟ? ପିପିଟି ଦେଖା ଯାଉଛି ମହେନ୍ଦ୍ର ସାର୍? ଓକେ, ତ ଆମେ ଡେ 6 ରେ ଆଜି ପହଞ୍ଚିଲେ, ଆଜ୍ଞା। ତ ସେତିକି ଟିକେ ମତେ କ୍ଲାରିଟି ଦେବେ ରାତି ଭିତରେ। ଓକେ, ଆଉ କିଛି? ରାଜଗୋପାଲ ସହିତ ଟିକେ କଥା ହେଇଯିବା, ସରିଲା, ବାକି ଯିବା ଆଗକୁ। ଆଜ୍ଞା ସାର୍। ଆପଣ ତ ହ୍ୟାଣ୍ଡ ରାଇଜ କରିଥିଲେ, ମୁଁ ଜାଣିଛି, ଆଉ ଟିକେ ହ୍ୟାଲୋ। କଥା ହେଇଯିବା, ତାପରେ ଇଏ ନେଇଯିବା, ବ୍ଲେସିଂ ନେବା। 100% କରିବା ସାର୍। ଚାଲ, ବହୁତ ସୁନ୍ଦର, ଏଇ ବହୁତ ଏଇ ସୁନ୍ଦର। ଏଇ 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 ପୃଥିବୀ ଭିତରେ, ଏଇ ୱାର୍ଲଡ ଭିତରେ, ମାନେ ମୋ ଚିନ୍ତାଧାରା ହେଲା ଯେ ଆଜିକାଲି କିଏ କାହାର ଭଲ ଚାହିଁଲାଣି ସାର୍। ଆଜିକାଲି କିଏ କାହାର ଭଲ ଚାହିଁଲାଣି, ଫ୍ୟାମିଲି ମେମ୍ବର୍ସ ଛାଡିକି, ନିଜ ଘର ଲୋକଙ୍କୁ ଛାଡିକି କିଏ କାହାର ଭଲ ଚାହିଁଲାଣି। ଥ୍ୟାଙ୍କ ୟୁ ଗଡ, ଥ୍ୟାଙ୍କ ୟୁ ଏଞ୍ଜେଲ, ଯେ ଆପଣ ଏଇ ବ୍ୟକ୍ତି ଯେ ମାନେ ମୋର ଭଲ ଚାହୁଁଛନ୍ତି, ଆମ ସମସ୍ତଙ୍କର ଭଲ ଚାହୁଁଛନ୍ତି। ମୁଁ ମାନେ ଆପଣଙ୍କ ଆଡଭର୍ଟାଇଜ ଯେବେଠୁ ମାନେ ଦେଖିକି ଆପଣ ସାଙ୍ଗରେ କଣ୍ଟାକ୍ଟରେ ଆସିଲି, ସେବେଠୁ ହିଁ ମୁଁ ଫିଲ୍ କଲି, ନାଇଁ କେତେ ଜଣ ଅଛନ୍ତି ଆମ ଫ୍ୟାମିଲି ପାଇଁ, ଆମେ କେମିତି ନିଜ ସ୍ୱାସ୍ଥ୍ୟ କେମିତି ଠିକ ରଖିବା, ନିଜ ପରିବାରକୁ କେମିତି ଠିକ ରଖିବା, ମାନେ ନିଜେ କେମିତି ଗ୍ରୋ କରିବା, କେହି ତ ଜଣେ ଚାହୁଁଛନ୍ତି। ତ ଦେଖିବା ତା ଭିତରେ କଣ ଅଛି। ତ ଯାହା ହଉ, ସେ ଭାବନା ଟା ମୋର କରେକ୍ଟ ଥିଲା। ଆପଣଙ୍କ ସହିତ କଥା ହେଇକି ବି ବହୁତ ପଜିଟିଭ ରେସ୍ପନ୍ସ ପାଇଛି। ନେକ୍ସଟ କ୍ଲାସ କଲା ପରେ ବି ଜାଣିଲି, ନାଇଁ ଲାଇଫରେ ତ କିଛି ତ ଗୋଟେ ଅଛି। ନିହାତି ଥ୍ୟାଙ୍କ ୟୁ ନିହାତି। ସାର୍, ଯୋଉଟା କି ପୂର୍ବ ଜନ୍ମରୁ କିଛି ନିହାତି କନେକ୍ଟ ଥିଲା, ଏବେ ସେଇଟା ଆସୁଛି ସାର୍। ଆମେ ଭବିଷ୍ୟତ ସବୁ ଦେଖିବା ସାର୍। ଆଗରୁ ଥ୍ୟାଙ୍କ କୋଉଠି ୟୁ ନା ସାର୍। କୋଉ ମୁଁ ମାଧ୍ୟମରେ ଆମର କନେକ୍ଟନେସ୍ ଥିଲା, କନେକ୍ଟ ଥିଲା, ଯାହାଦ୍ୱାରା କି ଆଜି ବସିଛେ। ଆଉ ଏଠି ସମସ୍ତେ ସାର୍ ବସିନାହାନ୍ତି, ଏଠି କିଛି ୟୁନିକ୍ ଲୋକ ମୋ ସାମ୍ନାରେ ବସିଛନ୍ତି। ଏଥିପାଇଁ ବସିଛନ୍ତି, ମୁଁ ସବୁବେଳେ ୟୁନିଭର୍ସ କୁ କୁହେ କି ମୁଁ ଦୁନିଆରେ ସମସ୍ତଠୁ ଅଲଗା। ମୁଁ ସବୁବେଳେ ଏଟାକୁ ନିଜର ଆଫର୍ମେସନ ରଖେ। ମୁଁ କାହା ସହିତ କେବେ ମୁଁ ନିଜକୁ କମ୍ପେୟାର କରେନି। ଯିଏ ଭଲ କରୁଛି ମୁଁ ଆହୁରି ଖୁସି ମନେ କରୁଛି। ଆଉ ସବୁବେଳେ ମୁଁ ନିଜକୁ କୁହେ, ମୁଁ ଏ ବ୍ରହ୍ମାଣ୍ଡରେ ଗୋଟେ ଡିଫରେଣ୍ଟ ପର୍ସନ। ମୁଁ କାହା ଭଳିଆ ନୁହଁ, କି ମୋ ଭଳିଆ କିଏ ନୁହନ୍ତି। ଆଉ ମୁଁ ଯେତେବେଳେ ଯାହାବି ମୋ ଲାଇଫରେ ମୁଁ କରୁଛି, ସେଇ କ୍ୟାଟେଗୋରୀର ଲୋକ ମୋ ଲାଇଫରେ ଆସନ୍ତି। ଆଉ ମୁଁ ଏଥିପାଇଁ ଆପଣ ମାନଙ୍କୁ ସବୁ ଧନ୍ୟବାଦ ଦେବି। ଆପଣ ବି ଦୁନିଆରେ ଗୋଟେ ଡିଫରେଣ୍ଟ ଲୋକ, ରାଇଟ? 2000 ଲୋକଠୁ ଆପଣ ଚିନ୍ତା କରନ୍ତୁ, 20 ଲୋକ ଆସିଛନ୍ତି 2000।
2000 ଲୋକ ଫେସବୁକ୍ ରୁ ରେଜିଷ୍ଟର କରିଛନ୍ତି, ଜୁମ୍ ରେ ବସୁଛନ୍ତି, କିନ୍ତୁ ଆପଣ ମାନେ ସେଥିରୁ ପିଓର ଆତ୍ମା ସବୁ ଆସିଛନ୍ତି, ମୋ ସାମ୍ନାରେ ବସିଛନ୍ତି। ତାମାନେ ମୁଁ ସେଥିପାଇଁ ନିଜକୁ ଗର୍ବ କରେ ଯେ ମୋ ପାଖକୁ ମୋ ଓରା ସହିତ ଯୋଉମାନଙ୍କର ମାନେ ମ୍ୟାଚ୍ ହଉଛି ସେମାନେ ମୋ ସାମ୍ନାରେ ବସିଛନ୍ତି। ତେଣୁ ଆପଣ ମାନେ ହେଲେ ସବୁଠୁ ପିଓର ଯୋଉମାନଙ୍କ ଜିନିଷ। ଲାଇଫରେ କିଛି କରିବାର ଅଛି, ଲାଇଫରେ କିଛି ଜାଣିବାର ଅଛି, ଆଜ୍ଞା ନୂଆ ଜିନିଷ କିଛି ଜାଣିବାର ଅଛି, ଲାଇଫରେ କିଛି କରିବାର ଅଛି, କିଛି ଲାଇଫରେ ବନିବାର ଅଛି, ଆକ୍ଚୁଆଲି ସେଇମାନଙ୍କର ନିଡ୍ ହିଁ ଆପଣଙ୍କ ପାଖକୁ ଟାଣିକି ଆଣିଛି ସାର୍। ମାନେ ସେ ନିଡ୍ ଟା ହିଁ ଆପଣଙ୍କୁ ପାଖକୁ ସମସ୍ତଙ୍କୁ ଟାଣିକି ଆଣିଛି। ଆଗକୁ ଚାଲ ଏଞ୍ଜେଲ ଲୁଇସ୍ ଶିଖିଲି ସାର୍ ଏଇ କୋର୍ସ ଏଞ୍ଜେଲ ଲୁଇସ୍। ଏଞ୍ଜେଲ ଲୁଇସ୍, ଏଞ୍ଜେଲ ଲୁଇସ୍, ସାର୍ ଏଞ୍ଜେଲ ଲୁଇସ୍। ଓକେ, ତ ଆମେ ହଁ ଥ୍ୟାଙ୍କ ୟୁ। ଗାର୍ଜିଆନ ଏଞ୍ଜେଲ ଆଜି ମେଡିଟେସନ କରିବା? ହଁ କହିବେ କରିବା, ନହେଲେ ବ୍ଲେସିଂ ନେବା। ୟେସ୍, ଚାଲନ୍ତୁ ବସି ଯାଆନ୍ତୁ, ଗାର୍ଜିଆନ ଏଞ୍ଜେଲଙ୍କର ନେଇଯିବା। ଆପଣ ମାନେ ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ଯଥାଶୀଘ୍ର ଦେଖୁଛି ମୋର ଆପ୍ ଟା ରେଡି ହେଇଗଲେ ଆପଣଙ୍କୁ ଆହୁରି ଇଜି ହେଇଯିବ। ସବୁ ଜିନିଷ ସବୁ ଭିଡିଓ ଆପଣଙ୍କ ଥିବ, ଯୋଉଠି ଯାହା ଡାଉଟ୍ ହେଲା କାଲିରେ ଦେଖିଲେ, କାଲିରେ ଦେଖିଲେ, ରାଇଟ୍। ତେଣୁକରି ଆପ୍ ଟା ମୁଁ ଚେଷ୍ଟା କରୁଛି ଏଇ 4-5-7 ଦିନ ଭିତରେ ଆପଣଙ୍କ ପାଖରେ ପହଞ୍ଚିବା ପାଇଁ। ଓକେ।